किसी तो सब्जेक्ट अणा जाए तथापि आम गोटे मु बाछी मानसिक स्तर रे यह कहीदेली जो बसिली एठी से मन पकेली कहली ना यहाँ ही आज हे तो मुझे कहबी क्या ये गोटे इम्पोर्टाट जीवन गोटे इम्पोर्टाट क्षेत्र कौन इम्पोर्टाट जीवन इम्पोर्टाट जिनसा कौन कहीपर कि कौन हो पारे जीवन इम्पोर्टान्स जिनसा कौन कौन हो पारे सेटा मृत्यु हो ना सेटा मृत्यु हो स्वाभाविक स्वाभाविक से मृत्युटा स्वाभाविक जड़े आसी जन्म नहीं मर ज्ञान समस्त न थाए अज्ञानता अच्छी ज्ञान तो चक्रभेदन किए कर चक्रभेदन ओडिशा रे के जन कर समस्त कहूँ ना चक्रभेदन मुनि समय इम्पोर्टाट किंतु तुम इम्पोर्टाट समय तो इम्पोर्टाट अच्छी किंतु समय ता बाटे चलते स्वाभाविक वे तुमर इम्पोर्टाट जिनस कौन करवाटा इम्पोर्टाट बा मनीष जीवन इम्पोर्टाट जिनस कौन समय तो आसीज संध्या होती राति खाଇବା तो आवश्यकता अच्छी से आवश्यक लक्ष्य नुहे हाँ लक्ष्य तो इम्पोर्टान्स दे किंतु समस्त लक्ष्यटा न थाए लक्ष्य आम भी लक्ष्य रखिकी जन्म नहीं नथिलु एबे सिना लक्ष्य रखुचु किंतु समस्त कौन दरकार कौन इम्पोर्टाट जिनिस जीवन तो अच्छी प्राण तो अच्छी ये स्वाभाविक ये डेस्टिन दे तुमको तुमर हेटी कर्तव्य किसी ना हाँ आत्मा भी अच्छी माने केते गुड़े आसने देख आत्मा अच्छी जीवन अच्छी किए कहले टार्गेट लक्ष्य अच्छी किंतु समस्त कौन दरकार सद्गुरु समस्त आवश्यकता हुए नहीं कई करते किए जड़े क्वचित देख 4 कोटी ओडिशा रे अच्छे कई जन सद्गुरु ग्रहण करते लक्ष्य करते कि नहीं प्राण तो अच्छी तुम्हें तो मुख्य कौन जीवन सार्थक सार्थकता जीवन कौन किए इंडस्ट्री करी कहूँ मोर जीवन सार्थक हो किए पिला जन्म कर सार्थक किए मैरेज कर सार्थक किए बुढ़ा होगा मरीगला सी कहूँ सार्थक मो जीवन है मुख्य बहुत इम्पोर्टाट जिनस समस्त मुख्य हेनी शांति नुहे मनीषर जीवन इम्पोर्टाट जिनस कौन हाँ जय जय हाँ आत्मा अनुसंधान से कौन जीवन इम्पोर्टाट जीवन से कौन मुख्य कर्म मुझे जीवन इम्पोर्टाट जिनस कौन इम्पोर्टाट जिन समस्त अच्छी समस्त हाँ कहतु कहतु जो मूल्यवान मूल्यवान जिनसा हूँ जीवन भितर ये जो समयटा आम पाई सदुपयोग करा खटेवा जो समयटा आम अच्छी जी दिन संसार भर को आसी समयटा आम कौ थे आम खटेवा कौ प्रोसेस आम विनियोग करवा हूँ मूल्यवान समय तुमर
ଆଂଶିକ କିଛି ଠିକ ରହୁଛି, ଆଂଶିକ, ବୁଝିପାରିଲେ? ଆଂଶିକ ଠିକ ରହିଲା, ସେଆଡକୁ ଯାଉଛୁ କିନ୍ତୁ କହିପାରୁନ। ହଉ କୁହ, ଆଉ କିଏ କହିବେ କୁହନ୍ତୁ। ମାର୍ଗଟା କୋଉ ମାର୍ଗରେ ଆମେ ବିନିଯୋଗ କରିବା ଆଜ୍ଞା? ଏଇ ଯୋଉ ସମୟଟା ଆମ ପାଇଁ ମିଳିଛି, ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଉ ସମୟଟା ମିଳିଛି, ତାକୁ କେଉଁ ମାର୍ଗରେ ଆମେ ବିନିଯୋଗ କରିବା ଯୋଉଟା କି ଭବିଷ୍ୟତର ଫାଇଦା ମିଳିବ, ଆମକୁ ବହୁତ କିଛି ଫାଇଦା ମିଳିବ। ମୋର ଏଇଟା ଭିତ୍ତି ଭାବର କଥାଟା ଠିକ ଅଛି, ଆଂଶିକ ଠିକ ଅଛି, କୁହନ୍ତୁ। ସ୍ପଷ୍ଟ ନହେଲେ ବି ଠିକ ଅଛି, ଆଉ କୁହନ୍ତୁ। ଗୁରୁଜୀ, ମୁଁ ରୋହିଣୀ କହୁଛି। ଗୁରୁଜୀ, ଧୈର୍ଯ୍ୟ କ୍ଷମା ସେ ସବୁ ଗୋଟେ କାଟେଗୋରୀରେ ଯିବ। ଧୈର୍ଯ୍ୟ, କ୍ଷମା, ଶାନ୍ତି, ଦୟା, କ୍ରୋଧ, ଲୋଭ, ଏ ଫାକୁଲିଟି ସବୁ ଅଲଗା ଅଲଗା ଅଲଗା। କିନ୍ତୁ ଶାନ୍ତି କଣ କହିଲ? ଶାନ୍ତି କଣ କହିଲ ତମର? ଗୁରୁଜୀ, ପେସେନ୍ସ କହିଲି। ହଁ, ମାନେ ଧୈର୍ଯ୍ୟ। ଧୈର୍ଯ୍ୟ ଧରିଲେ କଣ ହବ? ଧୈର୍ଯ୍ୟ ହଉଛି ଜୀବନର କଣ ଇମ୍ପୋର୍ଟାନ୍ସ କଣ, ଜୀବନର କଣ କଲେ ଇମ୍ପୋର୍ଟାନ୍ସ ବା ଜୀବନର। ଗୁରୁଜୀ, ଜୟ ଜୟ। ଜୟ ଜୟ। ଗୁରୁଜୀ, ଯୋଗ ସାଧନ। ଆମେ ଏଇନା ରାମଦେବ ଆଇଲା ବେଳେ ଜାଣିଲେ ଯୋଗ ଗୋଟା କଣ ଅଛି। ତାପରେ ମୁନି ସମାଜର କାହାର ରୋଗ ହେଲା ସେ ଯିବ ନା ଡାକ୍ତରଖାନା ଯିବ। 50% ଡାକ୍ତରଖାନା, 50% ନୁହେଁ, 10% ମୁନି ସମାଜକୁ ଆଉଛନ୍ତି, ଆଉ 90% ଯାଉଛନ୍ତି କୋଉଠି? ମେଡିକାଲ। ସିଏ ନୁହେଁ। ଗୁରୁଜୀ, ନିଜକୁ ପରିବର୍ତ୍ତନ କରିବା। ନିଜକୁ ପରିବର୍ତ୍ତନ କେମିତି କରିବା? ନିଜକୁ ଜ୍ଞାନ ହେଲେ ପରିବର୍ତ୍ତନ ହବ ନା, ଆଉ ବୁଦ୍ଧି ଜ୍ଞାନ ସବୁ ହେଲେ ହବ। ତା ପଛକୁ ପଛ ରହିଛି। ହଉ, ଅନୁଶାସନ କଣ? ଅନୁଶାସନ ନିଜେ ଅନୁଶାସନ ରହିବ, ଏହା କହୁଛ ତ? ହଉ, ଆଉ କିଏ କହିବେ? ହଁ କୁହ, ଲିପୁରାଜ କୁହ। ଆନନ୍ଦରେ ରହିବା, ଆନନ୍ଦରେ ରହିବାଟା ଗୋଟେ ଇମ୍ପୋର୍ଟାଣ୍ଟ ବୋଲି ସମସ୍ତେ ତ କହିଲେ, ମୁଁ କିଛି କହିଦେବି। ଆନନ୍ଦରେ ରହିବା ଗୋଟେ, ମାନେ ସେମିତି ଜ୍ଞାନ ନହେଲେ ଆନନ୍ଦ ରହିପାରିବ। ଆନନ୍ଦ କ୍ରିଏସନ କରିପାରିବନି। ତମର କେତେ ସ୍ତରରେ ପହଞ୍ଚିଲେ ଆନନ୍ଦ ସୃଷ୍ଟି କରିବ। ଜ୍ଞାନ ଦରକାର, ବୁଦ୍ଧି ଦରକାର, ସାଧନ ଦରକାର, ଲୋଭ ମୁକ୍ତ ଦରକାର, ବୈରାଗ୍ୟ ଦରକାର, ଯୋଉ ଇଏ କହିଲେ କ୍ଷମା, ସବୁ ପ୍ରକାର ହେଲେ ଆନନ୍ଦ ଆସେ, ନହେଲେ ଆନନ୍ଦ ଆସେ। ଆନନ୍ଦର ପ୍ରୋଫାଇଲ ସବୁ ଅଲଗା ଅଛି, ତାପରକୁ ଅଲଗା ଅଲଗା। ହଁ, ଭେରିଫିକେସନ ହେଲେ ସେ ହବ। ହଁ କୁହନ୍ତୁ, ଆଉ କିଏ? ଆଜ୍ଞା ଗୁରୁଜୀ। ହଁ କୁହନ୍ତୁ। ଜୟ ଜୟ। ଆଜ୍ଞା, ଯୋଉ ଆତ୍ମାକୁ ତ ଆମେ ସବୁଗୁଡାକ ଆତ୍ମାକୁ ଜାଣୁଛେ, କିନ୍ତୁ ଆତ୍ମାର ଯୋଉ ନିକଟତମ ଜିନିଷଟା ଅଛି, ଯୋଉଟା କି ଅତି ନିକଟତମ ମନ ତା ପାଖରେ ଅଛି, ସେ ମନକୁ କେମିତି ଜାଣିବା ବା ମନ ସହିତ କେମିତି ସମ୍ବନ୍ଧ ରଖିଲେ ତା ପାଖରେ ପହଞ୍ଚିବା? ଏଇ ଜୀବନ କାଳ ଭିତରେ ଯୋଉ ମନ ଗୋଟେ ଜିନିଷ ଅଛି, ସେଟା ଖୁବ ନିକଟରେ ଅଛି, ଆତ୍ମା ନିକଟରେ, କିନ୍ତୁ ସେ ନିକଟରେ ଥାଇକି ତା ସହିତ ଆମେ ଜାଣିପାରୁନେ, ମନକୁ ଜାଣିପାରୁନେ, ସେ ମନ ସହିତ କେମିତି ସମ୍ବନ୍ଧ ସ୍ଥାପନ କରିବା, ଏଇଟା ମୁଖ୍ୟ ଜିନିଷ ଜୀବନ କାଳ ଭିତରେ। ହଉ, ଧନ୍ୟବାଦ, ମତ ରଖିଲେ ବହୁତ। ଆଉ କିଏ କହିବେ କୁହନ୍ତୁ? ପ୍ରଥମ ହେଲା ଲକ୍ଷ୍ୟ ତ ସେ ମଣିଷର ଲକ୍ଷ୍ୟ ନଥାଇକିରି ବି ବହୁତ ଉଚ୍ଚ ସ୍ତରରେ ପହଞ୍ଚୁଛନ୍ତି। ଲକ୍ଷ୍ୟ ନାହିଁ। ଲକ୍ଷ୍ୟ ପୁଣି କଣ କରିବେ? ଲକ୍ଷ୍ୟ କାହାକୁ ରଖିବ? ଆତ୍ମଦର୍ଶନ ଲକ୍ଷ୍ୟ। ଆଉ କିଏ କହିବେ? ଖୋଲୁଛନ୍ତି କହୁନା। ସ୍ୱାସ୍ଥ୍ୟ। ଆଉ କିଏ କହିବେ? ହଁ, ଜୟ ଜୀବ। ହଁ, ପ୍ରଦୀପ୍ତା କୁହ। ସତ୍ୟ କଣ? ସତ୍ୟ କଣ? ହଁ, ସେ ଆଂଶିକ କର୍ମ ଆଉ। ସତ୍ୟ ରହିବା, ସତ୍ୟ ରହିଲେ ତ ତମ ବେକ କାଟିଦେବେ, କଣ କରିବ? ମାନେ ଯୁଧିଷ୍ଠିରଙ୍କୁ ବି ସତ୍ୟ ନ କହିବା ପାଇଁ ପ୍ରଲୋଭିତ କରାଯାଇଥିଲା, ସିଏ ବି ସେଇ ଅର୍ଡରରେ ରହିଲେ। ଯୁଧିଷ୍ଠିର ଭଳି ଲୋକ, ତମେ ସତ୍ୟ କହିପାରିବ?
ଯେଉଁମାନେ ସତ୍ୟର ସାଧନ କରୁଛନ୍ତି ତାଙ୍କୁ ଏ ସାଧନ ଦରକାର ନାହିଁ, ଏ ଚକ୍ରବେଦନ ଫାଦନ କିଛି ଦରକାର ନାହିଁ। ସତ୍ୟର ସାଧନ ମାନେ ଆତ୍ମର ସାଧନ, ଡାଇରେକ୍ଟ ଇମ୍ପାକ୍ଟ ପଡ଼ିବ, ପୁରା ଆତ୍ମଦର୍ଶନ ହେଇଯିବ ସତ୍ୟର ସାଧନ। ଆଉ ଏଇଟା ଛୋଟିଆ ନୁହେଁ। ହଉ ମୁଁ ଆଉ କିଏ କହିବେ? ଆଉ କିଏ? ହଁ କୌଶଲ୍ୟା କୁହ। ଆଜ୍ଞା ଶରୀର ଥିଲେ ସର୍ବ ପାଇ, ହଁ ଶରୀର ଯତ୍ନ ନବା, ଶରୀର ଥିଲେ ସର୍ବ ପାଇ, ଆଉ ଜଣେ ଚନ୍ଦ୍ର ଥାଇ। ହଁ ହଁ ଶରୀର ରହିଥିଲେ ସିନା ଆମେ ସବୁ ସାଧନ ହଁ ଗୁଡା ହଁ କରିବା। ତେଣୁ ହଁ ଏଇ ଜନ୍ମ ଭିତରେ ଯୋଉ ଶରୀରଟା ପାଇଛେ, ସେଇ ଶରୀର ହଉ ଯତ୍ନ ନେଲେ ଆମେ ସବୁ କିଛି ପାଇବା। ହଁ ହଉ ଠିକ, ଧନ୍ୟବାଦ ଧନ୍ୟବାଦ ବହୁତ। ତ ତିନିଟା କୋଶ୍ଚିନ୍, ତିନିଟା ରଖିଲାଣି ତ ମତାମତ, ମନ ଆଉ ଏଇଟା ଆଉ ଗୋଟେ କଣ ରଖିଥିଲ। ହଉ ଆଉ କିଏ କହୁଛନ୍ତି? କୌଶଲ୍ୟା କୁହ। ବାବା ପ୍ରଣାମ। ହଁ ପ୍ରଣାମ କୁହ। ଜୟଜୀବ ଗୁରୁଜୀ, ସମସ୍ତଙ୍କ ପାଇଁ ଜରୁରୀ ନିଶ୍ୱାସ ପ୍ରଶ୍ୱାସ। ହଁ ସମସ୍ତଙ୍କ ପାଇଁ ତ ନିଶ୍ୱାସ ପ୍ରଶ୍ୱାସ ଦରକାର, ସେ ରିକ୍ୱାରମେଣ୍ଟ ସେଇଟା। ଆଖି ଦରକାର, ପ୍ରାଣ ଦରକାର, ଜୀବନ ଦରକାର, ହାର୍ଟ ପମ୍ପିଂ ଦରକାର, ସବୁ ଦରକାର। ସିଏ ସେଇ କାଟେଗୋରୀରେ ଯିବ, ସେଇଟା ଶରୀରର ପାର୍ଟସ, ନହେଲେ ତମ ଜୀବନ କେମିତି ରହିବ? ତୁମର କ'ଣ ଇମ୍ପୋର୍ଟାନ୍ସ, ଜୀବନର ଇମ୍ପୋର୍ଟାଣ୍ଟ ଜିନିଷ କ'ଣ, ସେଇଟା ତ ଆବଶ୍ୟକତା ନିଶ୍ଚିନ୍ତ, ଜୀବନର ଆବଶ୍ୟକତା ଏଇଟା। ପ୍ରାଣ ପ୍ରାଣ ହଁ ଖୁସିରେ। ହଁ କୁହନ୍ତୁ ବାବୁନିଆଳି। ଅଖାଦ୍ୟ ଖାଇବ, ଅଦେଖା ଦେଖିବ, ହଁ ଆତ୍ମାକୁ ଦର୍ଶନ କରିବା ମୂଳ ଲକ୍ଷ୍ୟ, ଆଉ କିଛି ନାହିଁ ଆଜ୍ଞା। ଆଚ୍ଛା ହଉ ହଉ ଧନ୍ୟବାଦ। ମୁଁ କହୁଥିଲି ମୁଖ୍ୟ ହବ କି ମୁକ୍ତି ପାଇବାଟା? ମୁକ୍ତି କେହି ସମସ୍ତେ ମୁକ୍ତି ଚାହାନ୍ତିନି। କିଏ କହୁଛନ୍ତି ଆମେ ରହିବୁ ବନ୍ଧନ ଭିତରେ, ମୁକ୍ତି କେହି ଚାହାନ୍ତିନି। ମୁକ୍ତି କିଏ? ଜ୍ଞାନୀ ଲୋକ ଚାହିଁବ ମୁକ୍ତି, କିନ୍ତୁ ସମସ୍ତଙ୍କର କ'ଣ ଇମ୍ପୋର୍ଟାଣ୍ଟ ଜିନିଷ କ'ଣ? ହଉ ଠିକ ଅଛି, ଆଉ କିଏ କହିବେ କି? ଖୁସିରେ ରହିବା। ଭଲ ଖୁସି ରହିବା କହିଲନି, ଦି ତିନି ଜଣ କହିଲେ। ଖୁସିରେ କେମିତି ରହିବ? ତମେ ତ ପାନ ଖଣ୍ଡେ ଖାଇବାକୁ ପଇସା ନାହିଁ, ଖୁସିରେ କେମିତି ରହିବ କୁହ? ଗୁଆ ନାହିଁ କି ଏ ଯୋଉ ଆମ ବୋଉ ଏତେ ଆମ ରୋଗ ମୁକ୍ତ ହେଲେ କ'ଣ ପେଟ ପୁରିଯିବ? ରୋଗ ଯେତେବେଳେ ହଉଛି କହିବ ରୋଗ ମୁକ୍ତ, ରୋଗ ଯେତେବେଳେ ନାହିଁ ତମେ ତ ଡେଉଁଛ, ବୁଲୁଛ, ଖେଳୁଛ, ସେତେବେଳେ କ'ଣ ମୁକ୍ତି ହେଇଯାଉଛି କି? ମୁକ୍ତି ହଉନି। ହଉ ସମସ୍ତଙ୍କ ପ୍ରାୟ ଜୀବନୀ ଶକ୍ତି ଆତ୍ମା। ହଁ ହଉ ଠିକ ଅଛି, ଭଲ ମତାମତ ଦେଲେ। ଆଉ କିଏ କହିବେ? ହଉ ଠିକ ଅଛି, ଏତିକି ଥାଉ। ସମସ୍ତଙ୍କ ମତାମତ ଗ୍ରହଣ କରାଗଲା ସାଦରେ। ସମସ୍ତଙ୍କର ଚିନ୍ତାଧାରାକୁ ନେଇକରି ମତାମତ ଆସେ, ନିଜର ଭାବନା, ନିଜର ଅନୁସନ୍ଧିତ୍ସା ଆଉ ସବୁର ପ୍ରେରଣାରେ ଗୋଟେ ମତ ଆସେ। ଆଜି ବର୍ତ୍ତମାନ ଉପସ୍ଥିତ ଅଛନ୍ତି ଏଠି 60, ଆଉ କେଇ ଜଣ ତାଙ୍କ ସହିତ ଥିବେ, ଆଭରେଜ 80 ଜଣ ପାଖାପାଖି ଥିବେ ଅନୁମାନ କରାହୁଏ। ଏ ନିଦାହକ ସମୟ କୁହନ୍ତି, ନିଦାହକ ସମୟ ହେଲେ ହିଁ ଦାରୁଣ ଅଟେ ସଭିଙ୍କର ମିତ୍ର। ଏଇ ଯୋଉ ଖରାଟା ହଉଛି ଜୋରେ, ଯଦି ଖରା ନ ହବ କ'ଣ ହବ? ଖରାଟାକୁ ମିତ୍ର ଭାବ। ନିଦାହକ ସମୟ ହେଲେ ହିଁ ଦାରୁଣ ଅଟେ ପ୍ରାଣୀଙ୍କର ମିତ୍ର। ଏ ଜଗତ ପାଇଁ ଏ ମିତ୍ର। ସବୁ ତ ମତାମତ ଦେଲେ, ପୁଣି ବି ଦେବେ ଲାଷ୍ଟକୁ। ତେଣୁ ଯେତେବେଳେ ଏ ପ୍ରକୃତିର ନିୟମ ଅନୁସାରେ, ଯେମିତି ଖରାର ପ୍ରକୋପ, ଖରା ନଥିଲେ ବର୍ଷା ହବନି, ପାଣି ଉଠେଇ ହବ। ତେଣୁ ସୂର୍ଯ୍ୟଙ୍କର ରୌଦ୍ରତାପ ଆମ ପାଇଁ ଗୋଟେ ଜୀବନ ଦାନ ଦଉଛି, ପ୍ରତ୍ୟେକ ପ୍ରାଣୀ ଜଗତ ପାଇଁ ହିତକର। ସେଥିପାଇଁ କୁହାହେଲା ନିଦାହକ ସମୟ ହେଲେ ହିଁ ଦାରୁଣ ଅଟେ ପ୍ରାଣୀଙ୍କର ମିତ୍ର। ଖରାଟା ମିତ୍ର ହେଇଯାଉଛି। ଯଦି ପ୍ରତ୍ୟେକ ଲୋକ, ପ୍ରତ୍ୟେକ ମନୁଷ୍ୟ
ମୁଁ କୁ ତ ପାଇବା ଖୋଜିବା ସେ ଗୋଟେ ଉଚ୍ଚ ସ୍ତରର ଭାବନା। ଉଚ୍ଚ ସ୍ତର ଭାବନା ହେଉଛି ମୁଁ କୁ ଖୋଜିବା, ସର୍ବଶ୍ରେଷ୍ଠ କର୍ମ। କିନ୍ତୁ ଯଦି ଗୋଟେ ମଣିଷ ଜନ୍ମ ନେଲା ପରେ ସେ ଖୋଜିବ ଯଦି ଯେ ମୁଁ ମାନେ ପ୍ରକୃତରେ କ'ଣ କରିବା ଉଚିତ, ମୋର କ'ଣ କରିବା ଉଚିତ ଆଉ ଅନୁଚିତ, ଆଉ ଯେମିତି ଗୋଟେ ଜାଗାରେ ଜଣକୁ ଛାଡ଼ି ଦିଆଯାଏ ପୁଣି ଅଣାଯାଏ, ଏ ପୃଥ୍ୱୀବାସୀ ବା ଯେଉଁମାନେ ଏଠି ଜନ୍ମ ନେଇଛନ୍ତି ତୁମକୁ ଏଠିକି ଯିଏ ଆଣିଛି ସେ ପୁଣି ନେଇଯିବ, ଯିଏ ଆଣିଛି ସେ ନେଇଯିବ। ତାହେଲେ ତୁମେ କାହିଁକି ଆସିଛ ଏଠିକି? ତୁମେ କାହିଁକି ଆସିଛ? ତୁମେ ଆସିଛ ଯେ କିଛି କର୍ମ କରିବା ପାଇଁ। ଯେଉଁ କର୍ମବନ୍ଧନରେ ତୁମେ ଜଡ଼ିତ ହେଇକି ରହିଛ, ପୁଣି ଜନ୍ମ ନେଉଛ, ପୁଣି ଯାଉଛ, ପୁଣି ଆସୁଛ, ପୁଣି ଯାଉଛ, ପୁଣି ଯାଉଛ, ପୁଣି ଆସୁଛ, ଏଇ ଯେଉଁ ପ୍ରବାହ ରୂପରେ ଚାଲିଛି, ମଣିଷ ଯେତେବେଳେ ଜାଣି ନେଇଯିବ ମୋର କର୍ମର ବନ୍ଧନ ଯେଉଁ ରହିଛି, କେମିତି ସେ କର୍ମବନ୍ଧନ ଫାଶରୁ ମୁଁ ମୁକ୍ତି ହେବି। ଯେଉଁ କର୍ମବନ୍ଧନ ପାଇଁ ତୁମେ ଏଠିକି ଆସିଛ, ସେଇ କର୍ମବନ୍ଧନ ପାଇଁ ତୁମେ ମୁକ୍ତି ହେବ। ଜଣେ ସନ୍ଥ ଥିଲେ, ଗଙ୍ଗା କୂଳରେ ଥିଲେ। ହଠାତ୍ ପ୍ରାୟ 100 ଜଣ ବ୍ୟକ୍ତି ଆସିକିରି ତାଙ୍କୁ ମାରିବା ପାଇଁ ଉଦ୍ୟମ କଲେ। ସନ୍ଥ, ସାଧୁ ସନ୍ଥ ଗଙ୍ଗା କୂଳରେ ଥିଲେ। ସେଠୁ ଇଏ ବିନମ୍ର ନିବେଦନ ହେଇକିରି କହିଲେ ଆଜ୍ଞା ମୋତେ ମାରିବେ ତ କହୁଛନ୍ତି, ମାରିଦେବେ, ମୋର ତ କିଛି ନାହିଁ, ମୋର ବନ୍ଧୁକ ଅଛି ନା ଫାର୍ସା ଅଛି ନା ଭାଲା ଅଛି ନା ମୁଁ ତମ ସହିତ ପ୍ରୋଟେକ୍ସନ୍ କରିବା ପାଇଁ ଶକ୍ତି ଅଛି, କିଛି ନାହିଁ। ମୋତେ ଖାଲି ସମୟ ଦିଅନ୍ତୁ, ମୁଁ ଗଙ୍ଗା କୂଳକୁ ଯିବି, ଗଙ୍ଗାରେ ସ୍ନାନ କରିବି, ବୁଡ଼ ପକେଇବି, ପୁଣି ଫେରି ଆସିବି, ମୁଁ ଠାକୁରଙ୍କ ପାଖରେ ମୋ ପୂଜା କରିବି, ତାପରେ ମୋତେ ମାରିଦେବେ। ଆଉ ମୋତେ ଏତିକି ସମୟ ଦିଅନ୍ତୁ। ସମସ୍ତେ ଘେରିକିରି 100 ଜଣ ଅଛନ୍ତି ମାରିବା ପାଇଁ, 90 ଜଣ ଅଛନ୍ତି, 90 ଜଣ। ତେଣୁ ତାଙ୍କ ପାଖରୁ ଇଏ ଆଉ ପଳେଇଯିବ କି କୁଆଡ଼େ? ଯାଇପାରିବନି। ସେଠୁ ସମସ୍ତେ କହିଲେ ହଉ ଯାଅ, ଗଙ୍ଗା କୂଳରେ ଗାଧେଇକି ଆସ। ଗଙ୍ଗାରେ ଗାଧେଇକି ଆସିଲେ ସାଧୁ ସନ୍ଥ ଜଣକ ସେଠୁ ଆସି ଠାକୁରଙ୍କୁ ନିବେଦନ କଲେ, ପୂଜା ସାମଗ୍ରୀ ନେଇକି ନିବେଦନ କଲେ। ଆଜ୍ଞା ମୁଁ କ'ଣ ଭୁଲ କରିଥିଲି? ମୋତେ ସମସ୍ତେ ଏଠି ମାରିବାକୁ ଆସୁଛନ୍ତି, ଆଉ ମାରିଦେବେ ମଧ୍ୟ। କାରଣ କ'ଣ ଅଛି ନା ତୁମେ ମରିଯିବା ଭଲ। ସେମାନେ ସମସ୍ତେ ତୁମକୁ ମାରିଦେବାଟା ଭଲ ନାହିଁ। ତ ତୁମେ 90 ଜନ୍ମ ତକ, ମାନେ 90 ଥର ଜନ୍ମ ହେବା ପର୍ଯ୍ୟନ୍ତ ତୁମେ ସେଇ ଗୋଟେ ଜନ୍ମରେ ତୁମକୁ ମାରି ମାରି ଆସିବେ ସେମାନେ ସମସ୍ତେ। କାରଣ ତୁମେ ସେହିପରି କର୍ମ କରିଛ। ତେଣୁ ଏଠି ତୁମେ ଯେଉଁ ପରିବର୍ତ୍ତନର ସ୍ୱର ଉଠିଲ, ସାଧୁ ହେଇଗଲ, ଗଙ୍ଗା କୂଳେ ରହିଲ, ତୁମକୁ ଏକାଥରେ ମାରିଦେବେ। ତୁମେ ବରଂ ଧ୍ୟାନସ୍ଥ ହେଇଯାଅ, ଆତ୍ମସ୍ଥ ହେଇଯାଅ। ତୁମକୁ ମାରିଦେଲେ ବି ତୁମେ ଜାଣିପାରିବନି ତୁମର ମୃତ୍ୟୁଟା କ'ଣ। ଏଇ ଆତ୍ମସ୍ଥ ହେଲା ପରେ ବା ଆତ୍ମା ଆଡ଼କୁ ଗତି କଲା ପରେ ସେମାନେ ମାରିବେ ତ ନିଶ୍ଚିନ୍ତ। ସମସ୍ତେ ମରିବା ଉଚିତ ତୁମର, ନହେଲେ ତୁମେ 90 ଥର ମରିବ। ତୁମେ ଭାଗିଦାର ଅଛ ସେ କର୍ମରେ। ତୁମେ କିନ୍ତୁ ଏବେ ପରିବର୍ତ୍ତନ ହେଇଯାଇଛ, ପରିବର୍ତ୍ତନ ସ୍ୱର ଦେଖାଦେଇଛି, ଭଗବାନ ପାଖରେ ଲୟ ରଖିଛ, ସବୁ କିଛି କରୁଛ। କିନ୍ତୁ ପୂର୍ବଜନ୍ମର କର୍ମ ତ କଟିନି ନା।
ପୂର୍ବଜନ୍ମର କର୍ମ ନେଇକି ସେମାନେ ଆସିଛନ୍ତି ଏଠିକି ଆଉ ମାରି ମଧ୍ୟ ତୁମକୁ ତୁମେ ଯେହେତୁ ପରିବର୍ତ୍ତନ ହେଇଛ ତୁମକୁ ଥରେ ମାରିବେ ଆଉ ନହେଲେ 90 ଟାଇମ୍ସ ମାରିଥାନ୍ତେ ତୁମକୁ 90 ଥର ମାରିଥାନ୍ତେ ଗୋଟିଏ ଜନ୍ମ 90ଟା ଜନ୍ମ ପରେ ତୁମ ମୁକ୍ତି ହେଇଥାନ୍ତ କାରଣ ତୁମ କର୍ମବନ୍ଧନ ଏତେ ଖରାପ ଅଛି ବା ସେଇ କର୍ମରେ ତୁମ ଲିପ୍ତ ଅଛି ସେମାନେ ମାରିବାକୁ ବାଧ୍ୟ ହେବେ। ଏ ଗପରୁ ଆମେ କ'ଣ ଶିକ୍ଷା କଲେ? ଏ ଗପ ନୁହେଁ ସତ୍ୟ ଘଟଣା। ତାମାନେ ତୁମେ ଯୋଉ କର୍ମ କରୁଛ ସେଇଟା ହିଁ ଇମ୍ପୋର୍ଟାଣ୍ଟ ଜିନିଷ ତୁମ ପାଇଁ କର୍ମଟା ଇମ୍ପୋର୍ଟାନ୍ସ। ତୁମେ କର୍ମ ବନ୍ଧନ ପାଇଁ ଜୀବନ ନେଇକିରି ବା ଜୀବ ଭାବରେ ତୁମେ ଏଇଠି ଅବସ୍ଥାନ କରିଛ ଆଉ କର୍ମଟା ନ କଟିବା ପର୍ଯ୍ୟନ୍ତ ତୁମେ କର୍ମଫାଶରୁ ମୁକ୍ତ ହେଇପାରିବ ନାହିଁ କର୍ମ ବନ୍ଧନରୁ ମୁକ୍ତ ହେଇପାରିବ ନାହିଁ ବାରମ୍ବାର ଜନ୍ମ ନେବ। ତମେ ଯଦି ବାପ ହେଇକିରି ପୁଅକୁ ହଇରାଣ କରିଛ ପୁଣି ପରଜନ୍ମରେ ସିଏ ତୁମ ବାପ ହେଇକି ତୁମକୁ ହଇରାଣ କରିବ ନାଇଁ ତ ଆଉ କିଏ ବାପ ହେଇକିରି ତୁମକୁ ହଇରାଣ କରିବା ଆରମ୍ଭ ହବ। ତୁମେ କହୁଛ ମୋ ବାପା କାହିଁ ମତେ ହଇରାଣ କଲା ପୁଅ କହୁଛି ବାପ ମତେ ଭଲ ପାଉନି ସ୍ତ୍ରୀ କହୁଛି ସ୍ୱାମୀ ଭଲ ପାଉନି ସ୍ୱାମୀ କହୁଛି ସ୍ତ୍ରୀ ଭଲ ପାଉନି ମା କହୁଛି ପୁଅ ଭଲ ପାଉନି ପାରିପାରିକ ଅବସ୍ଥା ସେଇଭଳି ରହିଛି। ତୁମେ ଯେତିକ ସର୍କମଷ୍ଟାନ୍ସେସ୍ ତୁମ ଚତୁର୍ଦିଗରେ ଅଛନ୍ତି ତୁମ ସହିତ ରିଲେଟେଡ୍ ହେଇକିରି ସେମାନେ କର୍ମର ଯୁକ୍ତ ସହିତ ଆସିଛନ୍ତି ତୁମ ସହିତ ଖେଳ କରିବା ପାଇଁ ଏଇଟା ଭୁଲନି। ତୁମେ ଯେକୌଣସି କର୍ମ କରୁଛ ସେଇ କର୍ମ ପାଇଁ ତୁମେ ହିଁ ଦାୟୀ ରହିବ। ଭଗବାନ କୃଷ୍ଣ ହେଲେ ବି ତାଙ୍କର ବି ତାଙ୍କ କର୍ମ ପାଇଁ ଦାୟୀ ରହିଲେ ରାମଚନ୍ଦ୍ର ତାଙ୍କ କର୍ମ ପାଇଁ ଦାୟୀ ରହିଲେ ସମସ୍ତେ ସମସ୍ତଙ୍କ କର୍ମ ପାଇଁ ଦାୟୀ ରହୁଛନ୍ତି। ଭଗବାନ ଏଭଳି କୃଷ୍ଣ କହୁଛନ୍ତି ଭଗବାନ ସରବିଦ୍ଧ ହେବାକୁ ପଡ଼ିଲା। ତେଣୁ ମଣିଷ ଜୀବନର ଇମ୍ପୋର୍ଟାନ୍ସ ହେଉଛି କର୍ମ। ତୁମେ କର୍ମକୁ ନେଇକିରି ବଞ୍ଚିଛ କର୍ମକୁ ନେଇକିରି ମଧ୍ୟ ଯିବ। ଆସିଛ କର୍ମ କରିବା ପାଇଁ ଆଉ କର୍ମର ଫଳ ସ୍ୱରୂପ ଯାହା ମିଳିଲା ତୁମେ ନେଇକିରି ଯିବ ସେଇଟା ହେଉଛି କ୍ରିୟମାଣ ସହିତ ତୁମେ ଯିବ। କର୍ମ ଯାହା ଅବଶିଷ୍ଟ ରହିଲା ତୁମେ ପୁଣି କାଟିବାକୁ ପୁଣି ଆସିବ ସେ କର୍ମ କାଟିବାକୁ ପୁଣି ଆସିବ ପୁଣି ଧରା ପୃଷ୍ଠରେ ଜନ୍ମ ନେବ ସେଇ ସାଙ୍ଗ ସେଇ ଦୋସ୍ତି ସେଇ ଶତ୍ରୁ ସେଇ ବାପା ମା ସବୁ କିଛି ପୁଣି ତାଙ୍କ ସହିତ ରହିବ। କର୍ମ କଟିନି ନା କର୍ମ କଟିନି ତୁମେ ଜନ୍ମ ନେବାର କାରଣ ହେଉଛି କର୍ମ। ତମେ ମୋକ୍ଷ ପାଇଁ ଆସିନ କେତେ ଜଣ ମୋକ୍ଷ ପାଇଁ ଆସିଛନ୍ତି କେତେ ଜଣ ମୁନି ସମାଜରେ କହୁଛନ୍ତି କହିଲେ ଏ 1,00,000 2 ଲକ୍ଷ ଲୋକ କହିଥିବେ କେତେ ଜଣ ବସୁଛନ୍ତି କେତେ ଜଣ ମୋକ୍ଷ କେତେ ଜଣ ସତ କହୁଛନ୍ତି କହିଲେ ଭାରତ ବର୍ଷରେ କେତେ ଜଣ ସତ କହୁଥିବେ କେତେ ଜଣ ଗଣି କରି କୁହନ୍ତୁ। ସତ୍ୟ କହିବା କେତେ ସହଜ ନୁହେଁ ଭାବନ୍ତୁ ନାହିଁ। ସିଏ ବଡ଼ କର୍ମ ହେଉଛି ସତ କହିବା। ଯଦି ଜଣେ ସତ କହିବ ସମସ୍ତ ପାପ କଟିଯିବ ସମସ୍ତ ଦୋଷ କଟିଯିବ। ଅହିଂସା ରହିଲେ ବି ସେଇ ଚୋରି ନ କରିବା ସେଇ ଭାବନାରେ ବି ଚୋରି କରିବନି। ମୁଁ କହୁନି ପ୍ରାକ୍ଟିକାଲ ଚୋରି କରିବା ଭାବନାରେ ବି ତମେ ଚୋରି କରିବାର କଳ୍ପନା କରୁନଥିବ ଯଦି ସେଇଟା ଅସ୍ତେୟ ପାଳନ ହେବ। ଭାବନାର ମଞ୍ଜି ଭାବନାର ଗର୍ଭ ଯଦି ସଞ୍ଚାର ହବ ତୁମ ଭିତରେ ମୁଁ କୋଉଠି ଚୋରି କରିବା କେବେ ବି କରିବେନି କୋଉଠି ତାହେଲେ ସେଇଟା ହିଁ କର୍ମ ହେଇଗଲା ବିରାଟ କର୍ମ। ଆଗେ ଭାବନା ଆସିଲେ ସିନା ଚୋରି କର୍ମ କରିବାକୁ ସଜାଗ ହୁଏ ଶରୀର। ଭାବନା ନଥିଲେ କେମିତି ଯିବ ଚୋରି କରିବା ପାଇଁ କେମିତି ଲୁଣ୍ଠନ କରିବ କେମିତି ରାହାଜାନୀ କରିବ ଆଗେ କଳ୍ପନାରେ ସୃଷ୍ଟି ହୁଏ।
ସେମିତି ଅପରିଗ୍ରହ ଭିକ୍ଷାବୃତ୍ତି ନ କରିବା, ନିଜର କର୍ମରେ ପ୍ରତିପାଳନ ହେବା, ବ୍ରହ୍ମଚର୍ଯ୍ୟ। ବ୍ରହ୍ମଚର୍ଯ୍ୟ ହେଉଛି ନିଜକୁ ବ୍ରହ୍ମ ଭାବି ବିଚରଣ କରିବା। କେତେ ଲୋକ ବିଚରଣ କରୁଛନ୍ତି, ତ ମନ୍ଦିର ଉଠି ଯାଆନ୍ତେ ସବୁ ଯାକ। ଯଦି ସମସ୍ତେ ବ୍ରହ୍ମରେ ବିଚରଣ କରନ୍ତେ ତାହେଲେ ମନ୍ଦିର ରୁହନ୍ତାନି, ମନ୍ଦିର ଉଠି ଯାଆନ୍ତା। 108 ଶିବଲିଙ୍ଗ ଭୁବନେଶ୍ୱରରେ ଅଛି, 108 ଗଣି କରି। ମନ୍ଦିର ମାଳିନୀ ନଗରୀ ଭୁବନେଶ୍ୱର। ଏତେ ମନ୍ଦିର କଣ ଦରକାର ଏଠି? ଯଦି ସମସ୍ତେ ବ୍ରହ୍ମରେ ବିଚରଣ କରୁଥାନ୍ତି ଭୁବନେଶ୍ୱରରେ, ଓଡ଼ିଶାରେ, ମନ୍ଦିରର ଆବଶ୍ୟକତା କଣ ଅଛି? କିଛି ନାହିଁ। ତେଣୁ ଏଇ କର୍ମ ଯଦି 5ଟି କର୍ମରୁ ଯମର 5ଟି ଉପଅଙ୍ଗରୁ ଗୋଟିଏ ଉପଅଙ୍ଗ ଯଦି ଜଣେ ପାଳନ କରେ, ତା ପାଇଁ ସାଧନ ବି ଆବଶ୍ୟକତା ନାହିଁ, ଚକ୍ରବେଦନ ଆବଶ୍ୟକତା ନାହିଁ, ଧ୍ୟାନ ଧାରଣା ସମାଧି ଆବଶ୍ୟକତା ନାହିଁ। ସେ ଅଟୋମେଟିକ ହେଇଯିବ। ବସୁ ବସୁ ପ୍ରାଣାୟାମ ହେଇଯିବ, ବସୁ ବସୁ ଧ୍ୟାନ ହେଇଯିବ, ପ୍ରତ୍ୟାହାର ହେଇଯିବ, ଧାରଣା ହେଇଯିବ। ଧ୍ୟାନ ହେଇଗଲେ ତ ସମାଧି ହେଇଗଲା। ଉଚ୍ଚ ଶ୍ରେଣୀର ଧ୍ୟାନ ହେଇଗଲେ ସମାଧି ହେଇଯିବ। ସେମିତି ଉଚ୍ଚ ଶ୍ରେଣୀର ସତ୍ୟର ସାଧନରେ ଯଦି ତୁମେ ରହିବ, ତାହେଲେ ଅଟୋମେଟିକ ମୁଖ୍ୟ ହେଇଯିବ, କର୍ମବନ୍ଧନ ନଷ୍ଟ ହେଇଯିବ। ତୁମେ କର୍ମର ବନ୍ଧନ ବୋଝ ନେଇକିରି ଆସିଛ, ଗଣ୍ଠିଲି ଫିଟେଇଲ, ଏଠି ପୃଥିବୀରେ ଜନ୍ମ ନେଇଗଲ, ଗଣ୍ଠିଲି ଖୋଲିଲ, କଣ କଣ କର୍ମ କରିଥିଲ, ପୁଣି ଆରମ୍ଭ ହେଲା। ରାଜଧାନୀ କରୁଥିଲ ପୂର୍ବ ଜନ୍ମରେ, ପୁଣି ରାଜଧାନୀ ଆରମ୍ଭ ହେଇଗଲା, ପାୱାର ପ୍ଲସ୍ ହେଇଗଲା ରାଜଧାନୀ। ନାଦିର ଶାହ ଶୋଇଥିବ, ଉଠିଲା ମାନେ କେଇ ଜଣଙ୍କୁ ହାଣିବ, ଆଗେ ଯାଇ ଲୁଣ୍ଠନ କରିବ। ତାହେଲେ ସେ ବୀର ନା। ଆଉ ତୁମେ ନାଦିର ଶାହ ହୁଅନି କି ଚେଙ୍ଗିଜ ଖାଁ ହୁଅନି, ଔରଙ୍ଗଜେବ ବି ହୁଅନି। ବୁଝିଲେ? ତେଣୁ କର୍ମର ପେଡି ଯୋଉ ନେଇକିରି ଆସିଛ, ସେଇଟା ମଣିଷ ପାଇଁ ଇମ୍ପୋର୍ଟାଣ୍ଟ ଜିନିଷ। ଜୀବନର ଇମ୍ପୋର୍ଟାଣ୍ଟ ଜିନିଷ ହଉଛି କର୍ମ। କର୍ମକୁ ଛେଦନ କରିବ, କର୍ମକୁ କାଟିବ, କର୍ମରେ କର୍ମକୁ କାଟିବ। କଣ୍ଟା ପଶିଛି ତମ ଗୋଡରେ, ଆଉ ଗୋଟେ କଣ୍ଟା ଆଣି କାଢିବ। ତୁମେ 50 ଲୋକଙ୍କୁ ମାରିକିରି ଆସିଛ, 50 ଘରକୁ ଲୁଣ୍ଠନ କରିକି ଆସିଛ। ଏ ଜନ୍ମରେ 50 ଲୋକଙ୍କୁ ସହଯୋଗ କର, 50ଟା ଘର ତୋଳି ଦିଅ, ତାହେଲେ ସେ କର୍ମ ନଷ୍ଟ ହେଇଯାଏ। ଆଉ କର୍ମର ବୋଝ ଯେପର୍ଯ୍ୟନ୍ତ ଥିବ, ସେ ପର୍ଯ୍ୟନ୍ତ ତୁମେ ସାଧନ କହୁଛ, ସାଧନ କରି ମୁଖ୍ୟ ହେଇଯିବ। ମୁଖ୍ୟ କେମିତି ହବ? ମୁଖ୍ୟ କେମିତି ହବ? କର୍ମର ବନ୍ଧନ ତ ବାନ୍ଧିକି ରଖିଯିବା। ବାନ୍ଧିକି ନ ରଖିଥିଲେ ସତ୍ସଙ୍ଗ ତ ଆଟେଣ୍ଡ କରନ୍ତୁ, ତୁମେ ଖୁବ୍ ଜୋର ସତ୍ସଙ୍ଗ ଆଟେଣ୍ଡ କରନ୍ତୁ। କେଇ ଜଣ କହୁଛନ୍ତି ମୂଲ୍ୟବାନ ସମୟ ନଷ୍ଟ କରିକି ଆମେ ସତ୍ସଙ୍ଗରେ ବସୁ। ଅବଶ୍ୟ ଠିକ, ତାଙ୍କ ବିଚାରରେ ଏଇ ଯୋଉ ସତ୍ସଙ୍ଗଟା ମୂଲ୍ୟବାନ ହେଲାନି। ମୂଲ୍ୟବାନ କଣ ହେଲା ନା, ଅନ୍ୟର କର୍ମଗୁରା ମୂଲ୍ୟବାନ ହେଇଗଲା ତାଙ୍କ ପାଇଁ। ତାଙ୍କ ଶରୀର, ତାଙ୍କର ଭାବନା, ତାଙ୍କର ଜୀବନଚର୍ଯ୍ୟା, ତାଙ୍କର ଆଭିମୁଖ୍ୟ ଲକ୍ଷ୍ୟ ନେଇକିରି ସେଇଟାକୁ ଇମ୍ପୋର୍ଟାଣ୍ଟ ଦଉଛନ୍ତି। ସତ୍ସଙ୍ଗ ଆସୁନାହାନ୍ତି। ଆମେ ସେଠି ଶକୁନ୍ତଳାପୁରରେ ଯେତେବେଳେ ସତ୍ସଙ୍ଗ ହଉଥିଲା, ପ୍ରାୟ 100 ଜଣ ଆସନ୍ତି। ଗୋଟେ ସତ୍ସଙ୍ଗରେ 100 ଜଣ ଉପସ୍ଥିତ ହୁଅନ୍ତି। ଆଉ 2000 ଲୋକ ଗଲେ କୁଆଡେ? ଏ 2000 ଆଡମିସନ, 100 ଜଣ ଉପସ୍ଥିତ, ଅବଶିଷ୍ଟ ଗଲେ କୁଆଡେ? କର୍ମବନ୍ଧନ। ସତ୍ସଙ୍ଗ ଯିବା ଅପେକ୍ଷା ଆମ ବିଲରେ ମୁଁ ଯଦି ଚାଷ କରିବି,
କିମ୍ବା ଗାଈ ଖାଇଯାଉଛି ମୁଁ ଯଦି ଜଗିବି ସେଇଟା ଇମ୍ପୋର୍ଟାନ୍ସ ତାଙ୍କ କର୍ମବନ୍ଧନ, କାରଣ ସିଏ ସେଇ କର୍ମରେ ଲିପ୍ତ ହେଇକିରି ଅଛନ୍ତି। ସତ୍ସଙ୍ଗ କେମିତି ଆସିବ? କର୍ମର ବନ୍ଧନ ଏତେ ବଳିଷ୍ଠ, ତୁମ ବୁଦ୍ଧି ତୁମର ସଂସ୍କାରକୁ ଚାପି ଧରିବ, ତୁମକୁ କୁଆଡ଼େ ଯିବାକୁ ଦେବନି। ଆଉ ସେଇ ବ୍ୟକ୍ତି ଯଦି ଗାଈ ଖାଇଯାଆନ୍ତୁ ମୁଁ ସତ୍ସଙ୍ଗରେ ଆଟେଣ୍ଡ କରିବି, ତାହେଲେ ସେ କର୍ମ କଟିଗଲା। ସେ କର୍ମ କାଟିବା ପାଇଁ ତୁମର ଯେତେ ବଳିଷ୍ଠ ବୁଦ୍ଧି, ଯେତେ ବଳିଷ୍ଠ ଜ୍ଞାନ ଥିବ, ତାହେଲେ କାଟିକିରି ଏଠିକି ଆସିବ, ସତ୍ସଙ୍ଗକୁ ଆସିବ, ନହେଲେ ଆସିପାରିବନି। ସେଇଟା ଇମ୍ପୋର୍ଟାଣ୍ଟ ଦେଖାଯିବ। ଝିଅ ବାହାଘରଟା ଇମ୍ପୋର୍ଟାଣ୍ଟ ଦେଖାଯିବ, କାରଣ ଆଜି କୁଣିଆ ଆସିବେ। ମୁଁ 25 ଟଙ୍କା 30 ଟଙ୍କିଆ ରସଗୋଲା ରଖିବି ନା, ରଖିବି, ସେ ଆସିବେ, ଗୋଡ଼ ପାଣି ଧୋଇ, ଆଜିକାଲି ତ ପାଣି ଢାଳ ଦରକାର ନାହିଁ, ଟ୍ୟାପରେ ଯାଇ ଗୋଡ଼ ଧୋଇ ଦିଅନ୍ତୁ, ଟ୍ୟାପ ଅଛି ଯାଆନ୍ତୁ। ତୁମେ ବସିବ, ଛିଡ଼ା ହେଇଥିବ, ଲାଇନ୍ ଯଦି କଟିଗଲା ବିଞ୍ଚି ପକେଇବ, କାହିଁକିନା କୁଣିଆ ଆସିଛନ୍ତି ନା, ଝିଅ ବାହାଘର ହବ। ମଜବୁତ ରସଗୋଲା ରଖିବ, ପୋଡ଼ ରଖିବ, ଆଉ ଯେତେ ଭେରାଇଟି ସବୁ 30 20 25 ପ୍ରକାର ସବୁ ଆଇଟମ ରଖିଥିବ ସଜେଇକି। ଇଏ କର୍ମବନ୍ଧନ ନୁହେଁ କି? ସେଇଦିନ ସତ୍ସଙ୍ଗ ଅଛି, ତୁମେ କ'ଣ କରିବ? ଯଦି ସତ୍ସଙ୍ଗକୁ ଆସିଛ, ସେଦିନ ତାଙ୍କୁ ପରିବେଷଣ କରିପାରିବନି। ସେ ହୁଏତ ଫିଡ଼ିକିରି କୁଆଡ଼େ ପଳେଇବେ, ବାପା ନାହିଁ, ଝିଅ ବାହାଘର ବାପା କୁଆଡ଼େ ଗଲା, ଖୋଜିବେ କି ନାହିଁ? ଆଉ ତୁମେ ଆସିବ କୋଉଠୁ? ଏଠି। ମୁଁ କହୁନି ଝିଅ ଜନ୍ମ କରିବା ପାପ, ଝିଅ ଜନ୍ମ କରି କୁଣିଆ ଆଣିକିରି ଦେଖେଇ ବାହାର କରିବା ପାପ, ମୁଁ ସେ କଥା କହୁନି। କିନ୍ତୁ ତୁମର କର୍ମର ବନ୍ଧନ ସେଇ ଶ୍ରେଣୀର ସେଇ ଦିନ ହିଁ ଥିବ। ଏଠି ଖାଲି କ'ଣ ତୁମକୁ ପରୀକ୍ଷା କରିବା ପାଇଁ ସେଇଦିନ କୁଣିଆଟା ଫୋନ କରିବ ସକାଳେ, କହିବ ଆଜ୍ଞା ସିଏ ଆଜି ଦେଖିବାକୁ ଯିବେ, ତୁମର ଆଜି ସତ୍ସଙ୍ଗ, ମତେ କଥା ଦେଇଛ ଆସିବା ପାଇଁ, ବା ସତ୍ସଙ୍ଗକୁ ଆସିଛ ରେଗୁଲାର, ରବିବାର ଦିନ ଆସିଛ, ସେଇଦିନ ସେ ଟେଲିଫୋନ କରୁଛି ଆଜ୍ଞା ଆଜି ସେମାନେ ଯିବେ, ତମେ କ'ଣ କରିବ କୁହ? ତାମାନେ ସେ କର୍ମର ବନ୍ଧନଟା ଏତେ ବଳିଷ୍ଠ ଅଛି, ତୁମେ ସତ୍ସଙ୍ଗକୁ ଆସିପାରୁଛ। ଆଉ ଯଦି ସେଦିନ ନଥାନ୍ତା, ତୁମେ ତ ଇଜିରେ ଆସିପାରନ୍ତ, ଇଜିରେ ସହଜରେ ଆସି ପହଞ୍ଚିଥାନ୍ତ। ଆମେ ଯେମିତି ଯାଇକିରି ବ୍ରାଞ୍ଚରେ ପହଞ୍ଚୁଥିଲୁ, 2 ଜଣଙ୍କ ଆଗେ କବାଟ ଖୋଲା ହେଇନଥିବ, ମୁଁ ପହଞ୍ଚିଥିବି, ଆମେ କେହି ଆସିନଥିବ, ଆମେ ବସିଥିବୁ ଦୁଆର ମୁହଁରେ। ସ୍କୁଲ ଘରେ ହଉଥିଲା, କୁହନ୍ତୁ, କେହି ନଥିବେ, ପିଅନ ଆସିନଥିବ, କି ଯିଏ ଚାବି ଆଣିକିରି ଆଶ୍ରମ ଖୋଲେ ସିଏ ଆସିନଥିବ, ଆମେ 10 ମିନିଟ୍ ଆଗରୁ ପହଞ୍ଚିଥିବୁ ସେଇ ସ୍କୁଲ ପାଖରେ 2 ଜଣଙ୍କ। କାହିଁକିନା ସମୟାନୁବର୍ତ୍ତିତା ହେବା ଦରକାର। ମୁଁ ଜାଣିଛି କେହି ଆସିନଥିବ, ତଥାପି ଆଗତୁରା ଯାଇକି ପହଞ୍ଚୁ, କିଏ ଆସିଲା ଦେଖିବୁ, କେମିତି ସତ୍ସଙ୍ଗ ଆରମ୍ଭ ହବ, କିଏ କହିବ, କ'ଣ ଯୋଗ ଶିକ୍ଷା ଦିଆଯିବ, କ'ଣ କ'ଣ କରିବାକୁ ଅଛି, କେତେ ଉତ୍କଣ୍ଠାର ସହିତ ମାସରେ ଥରେ। ଆଉ ସେଦିନ ଆମର କିଛି ପ୍ରୋଗ୍ରାମ ନଥିବ, ଯଦି ପ୍ରୋଗ୍ରାମ ଥିଲା ତାକୁ କାଟି ଦିଆହେଇଥିବ ଜ୍ଞାନ ଖଡ୍ଗରେ। ବୁଝିପାରିଲେ ତ? ଜ୍ଞାନ ଖଡ୍ଗରେ କାଟି ଦିଆଯାଇଥିବ ସେ ପ୍ରୋଗ୍ରାମ ସବୁ ଅଛି, କିନ୍ତୁ ସବୁ ଯାକ କାଟି ଦିଆହେଇଛି। ପ୍ରଥମେ ଆମକୁ ଦେଖଉଥିଲା, ଲାଳସ ଦେଖଉଥିଲା, ମୁଁ କାଟିଦେଲି ନା, ସତ୍ସଙ୍ଗ ମୋର ଇମ୍ପୋର୍ଟାନ୍ସ। ଆଉ ଯୋଉଠି ଭାରତ ବର୍ଷରେ ସତ୍ସଙ୍ଗ ହେଇଛି, ମୁଁ ସେଇଦିନ ଯାଇଥିଲି। 20 ବର୍ଷ ଆମେ ଯାଇଛୁ, 20 ବର୍ଷ ଯାଇଛୁ ସତ୍ସଙ୍ଗ, କୋଉ ସତ୍ସଙ୍ଗ ମିସ୍ ହେଇନି। ଇଏ ସବୁ କ'ଣ ସେଇ ରିଲାକ୍ସେସନ କର୍ମ ସହିତ ଆମେ ଆସିଛୁ, କାରଣ ଏଥିରେ ଆମେ ପୂର୍ଣ୍ଣ ମନ ଦେଇଛୁ, ତେଣୁ ସୁବିଧା ସୃଷ୍ଟି ହେବ। ତୁମେ ଏଇଟାର ପୂର୍ଣ୍ଣ ମନ ନ ଦେଇକି ତୁମେ କୋଉଥରେ ମନ ଦେଇଛ? ସଂସାର ସହିତ ମନ ଦେଇଛ, ଯୋଉଥିପାଇଁ ସେଣେ ଆଟାଚମେଣ୍ଟ ହେଇଯାଉଛି, ସଂସାର ବନ୍ଧନ ସହିତ। କର୍ମ ବନ୍ଧନ ନେଇକି ଆସିଥିଲ, ପୁଟୁଳି ଖୋଲିଲ, ଦେଖିଲ ସେ ପୁଟୁଳିରେ ବେଶୀ କର୍ମ ବନ୍ଧନ ଅଛି, ତମେ ଜଡ଼ିତ ହେଇଯାଉଛ। କେହି କହୁଛନ୍ତି ଆମେ ଆଶ୍ରମରେ ରହିବୁ, କେଇ ଜଣ ଆସି ରହିଲେଣି, କାରଣ ସେମାନେ କର୍ମ ବନ୍ଧନରେ ଜଡ଼ିତ ଅଛନ୍ତି।
ଘରର ମାୟା ଅଛି, ମୋହ ଅଛି, ପୁଅ ଅଛି, ସଂସାର ଅଛି, ପେନସନ ଅଛି, ଜମି ମାଲିକ ତୁମେ, ଜମିରୁ କିଛି ଇନକମ ଆସୁଛି, ତମେ ଜାବୁଡ଼ିକି ଧରି ବସିଛ ସେଠି। ଆଉ ଅଳ୍ପ ସମୟ ଅଛି ପରୀକ୍ଷା ଖାତା ଦେବା ପାଇଁ ସେଇଟା ଭୁଲି ଯାଉଛନ୍ତି କର୍ମବନ୍ଧନ। ମୋର ଏତିକି ଡ୍ୟୁଟି ଥିଲା, ଏତିକି କର୍ମ ଥିଲା, ଏତିକି କୋଶ୍ଚିନ୍ ଆନ୍ସର ଦେବାର ଥିଲା, ତଥାପି ତମେ ରୋକି ହେଇକି ରହିଯାଇଛ ସେଇ କର୍ମବନ୍ଧନରେ। ନା କର୍ମ ଛାଡୁଛି ତୁମକୁ। ସେଇଥିପାଇଁ ହୁଏତ ମହାବୀର କି ନାନକ କହୁଥିଲେ ତୁମର ସଂସାର ଅଛି ନା? ହଁ। ଶିଷ୍ୟତ ଗ୍ରହଣ କରିବ ନା? ହଁ। ତାହେଲେ ତୁମ ଘରଟା ନିଆଁ ଲଗେଇଦିଅ। କେତେ ଦୟନୀୟ କଥା ଇଏ, ଚିନ୍ତା କର। ତୁମ ଘରେ ତୁମେ ନିଆଁ ଲଗେଇଦେବ, ଅସମ୍ଭବ କଥା କି ନାହିଁ? ତାହେଲେ ତୁମେ ଶିକ୍ଷା ଗ୍ରହଣ କରିବାର, ତାହେଲେ ତୁମେ ଘର ଥିଲେ ସିନା ଯିବ। ଘର ତ ନିଆଁ ଲଗେଇ ଦେଇଛ, ଆସିକି ସେଇଠି ରହିବ, ଗୁରୁଙ୍କ ପାଖରେ ରହିବ, ସାଧୁଙ୍କ ପାଖରେ ରହିବ, ଆଶ୍ରମରେ ରହିବ, ସାଧନ ଶିଖିବ, ମୁଖ୍ୟ ପ୍ରାପ୍ତି ହେବ। ଇଏ କଣ କର୍ମବନ୍ଧନ ନୁହେଁ କି? ସମସ୍ତେ କର୍ମର ଚାକର କହିବାକୁ ଗଲେ। କର୍ମ ତୁମକୁ ବାନ୍ଧି ରଖିଛି। ଅଧିକାଂଶ ଲୋକ କୁହନ୍ତି ପେଟଟା କେମିତି ପୋଷିବା। କର୍ମ ନ କଲେ ପେଟ କେମିତି ପୋଷି ହବ? ହାତୀ କୋଉ କର୍ମ କରୁଛି? ଗୋଟେ ଗୋଟେ ଗଛ ଖାଉଛି, ଗୋଟେ ଗଛ ଗୋଟେ ଦିନରେ ସେ ଖାଇବ, ତା ପାଇଁ ଖାଦ୍ୟ କୋଉଠୁ ଆସିଲା? ଏ ସୃଷ୍ଟିରେ ଯଦି ତୁମର ପ୍ରକୃତରେ ଜ୍ଞାନ ହେଇଯାଇଛି ତାହେଲେ ସବୁ କିଛି ପାଇଯାଉଛି। କର୍ମକୁ କାଟିଦବ ଜ୍ଞାନ। ଆଉ କର୍ମ ବନ୍ଧନ ଯୋଉ କହିଲେ କର୍ମର ଇମ୍ପୋର୍ଟାନ୍ସ ବେଶୀ ଅଛି। କଣ ଇମ୍ପୋର୍ଟାନ୍ସ ଅଛି ନା ସେଇ କର୍ମକୁ କର୍ମ କାଟିବ। ତୁମେ ଭଲ କର୍ମ କଲେ ଖରାପ କର୍ମ ଗୁରା କଟିଯିବ। ତେଣୁ ସେଥିପାଇଁ କର୍ମ ହିଁ ଇମ୍ପୋର୍ଟାନ୍ସ ତୁମ ପାଇଁ। ତୁମ ଜୀବନର କର୍ମ ହିଁ ଇମ୍ପୋର୍ଟାନ୍ସ, କର୍ମ ହିଁ ଜୀବନ। ଯୋଗ କରିବା ଗୋଟେ କର୍ମ, ସମାଧି ପ୍ରାପ୍ତ ବି କର୍ମ। ଆଉ ସମାଧି ହେଲା ବେଳେ ସେଠି ଅକର୍ମ ହୁଏ। କର୍ମର ବନ୍ଧନ କେତେବେଳେ କଟିବ ନା ଯେତେବେଳେ ତମେ ସମାଧି ହେବ, ସେଠି ଅକର୍ମ ଭାବ ସୃଷ୍ଟି ହେବ। ଭାଗବତ ଯୋଉଟା କହିଲା ଅକର୍ମେ ବାସୁଦେବ ପ୍ରୀତି। ଅକର୍ମ କଲେ ତୁମେ ବାସୁଦେବ ପ୍ରୀତି ହବ, ବାସୁଦେବର ସ୍ଥିତି ଅନୁଭବ କରିବ, ମାନେ ନିଜେ ବାସୁଦେବ ହେଇଯିବ। ଅକର୍ମେ ବାସୁଦେବ ପ୍ରୀତି, କର୍ମ କରିଲେ କ୍ଷୟ ଜାନନ୍ତି। ତୁମେ କର୍ମ କଲେ ମରିବ, କ୍ଷୟ ଯିବା ଅର୍ଥ ନଷ୍ଟ ହେଇଯିବା। ତୁମେ ଯେତେ କର୍ମ ଅଛି ପୃଥିବୀରେ ଯଦି କରୁଥିବ ନଷ୍ଟ ହବ। କେବଳ ଅକର୍ମ କଲେ ତୁମେ ବାସୁଦେବ ପ୍ରୀତି ହବ ବା ବାସୁଦେବ ସ୍ଥିତି। ଅକର୍ମ କଣ ନା ଅକର୍ମ ଯୋଉଠି କର୍ମ ହୁଏନି, ଅଖାଦ୍ୟ ଯୋଉଠି ଖାଦ୍ୟ ନୁହେଁ, ଅଗମ୍ୟ ଯୋଉଠି ଯାଇ ହୁଏନି, ଅଭେଦ୍ୟ ଯୋଉଠି ଭେଦ କରି, ଅପ୍ରତ୍ୟୟ ଲାଗୁଛି ନା। ଅ ମାନେ ନୁହେଁ, ଅଗମ୍ୟ, ଅଖାଦ୍ୟ। ଅଖାଦ୍ୟକୁ ତମେ ଖାଇବ କି? କହନ୍ତି ନା ଏଇଟା ଅଖାଦ୍ୟ, ତାହେଲେ ଖାଦ୍ୟ ନୁହେଁ। ଅଭେଦ୍ୟ, ଏଠି ଭେଦ କରି ହବନି। ସେମିତି ଅକର୍ମ, ଅକର୍ମ ମାନେ ଯୋଉଟା କର୍ମ ନୁହେଁ ବା ଯୋଉଠି କର୍ମ ହୁଏନି ସେଟା ଅକର୍ମ। ଅକର୍ମ କୋଉଠି ହବ ନା ଯୋଉଠି ନିଶ୍ୱାସ ଚାଲିବ, ଗୋଟେ କର୍ମ ନୁହେଁ କି? ଭାବନା କର୍ମ ନୁହେଁ କି? ମନରେ ସ୍ଥିତ ରହି କଳ୍ପନା କରିବା କର୍ମ ନୁହେଁ କି? ମୁଁ ଅତି କ୍ଲୋଜ କଥା କହୁଛି, ସେ ତ କର୍ମ, କୋଦାଳ ହାଣିବା ସେ ତ ବଡ କର୍ମ ହେଇଯିବ। କିନ୍ତୁ ଏଠି ବିନା ଆକ୍ସନରେ ଯେତେବେଳେ କର୍ମ ନ କରିବ ସେତେବେଳେ ହିଁ ତୁମେ ଅକର୍ମ ହବ। ନିଶ୍ୱାସ ପ୍ରଶ୍ୱାସ ଯିବା ଆସିବା ବି କର୍ମ, ତା ବନ୍ଦ ହେଇଯିବା ଅକର୍ମ। ଅକର୍ମେ ବାସୁଦେବ ପ୍ରୀତି ହବ ନା ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହେଇଗଲେ ଅକର୍ମ ହେଇଯିବ। ନିଶ୍ୱାସ ଚାଲିବନି, ଚିମିନିରୁ ଆଉ ବାମ୍ଫ ଉଠିବନି, ଫ୍ୟାକ୍ଟରୀରୁ ଆଉ ଧୂଆଁ ବାହାରିବନି, ନିର୍ଗତ ହବନି। ଧୂଆଁ ବାହାରୁନି କି ତୁମର ନାକ ବାଟେ?
कार्बन डाइऑक्साइड बाहरुछि ऑक्सीजन तमे नहुच ऑक्सीजन नहुच तेणु निश्वास जब न चलो निश्वास पारालाल हो माने नईर पानीटा स्थिर हो गला आ चलानी चलला बेले तुम प्रतिच्छवि देखिपर जो स्थिर हो पानी से तुम प्रतिच्छवि देखिपर से अकर्म हो गला कर्म है से ना निश्वास चलला ना भावना अच्छी ना मन अच्छी ना प्राण अच्छी प्राण ठू विच्युत हो तेणु इम्पोर्टाट जिनस हूँ कर्म सेठी कर्म नष्ट हो कर्म करी करी हेटी जीव किंतु कर्म नष्ट हो कर्म अकर्म हो तेणु से स्टेज रे पहुंचा पर्यंत जेते कर्म अच्छी तुम जीवन रे ताकू केमिति समाप्त करियो तुम तो नहीं गंठिल नहीं कि आसच ना एठी कर्मर गंठिल मु पिला पिले जन्म करी से गोटे भावना नुहे कि मोर संसार टी हो बड़ संसार हो जन्म राइजरे केते गीत सृष्टि है जन्म राइजरे मु घर टे करी ए पृथ्वी राइजरे घर करिया तो जगह नहीं तुम जन्म राइजरे घर करियो ना केते कविर कल्पना चिंता कर बस टी करी गोटे नुहे दीटा नुहे तीन टा नुहे पांचटा नुहे 10 20 ये कर्म बंधन नुहे कि प्रिफरेंस फॉर मेल चाइल्ड 5टा 6टा झी हो गला तुम तो मन अच्छी मु पुटी हम जमी तेणु चल प्रिफरेंस फॉर मेल चाइल्ड ये कर्म बंधन नुहे कि आमर जने मित्र क्लासमेट तार 5टा झी हो थर भेट है मुझे यार 5टा तोर 5टा झी ना हाँ मुझे आउ तापरे ना आमर एमती पुओ हवा पर्यंत ता स्त्री कही पुओ हवा पर्यंत आमर हम ये कर्म बंधन नुहे कि देख को भाई अवस्था अच्छा माने मानसिक स्थिति चाकरी करवा गोटे कर्म बंधन नुहे कि चाकरी मूल्य किसी ना चाकरी मूल्य केवल पेट बसवा पैसा किसी रोजगार करिया ये भी कर्मयुक्त तुम जिते बड़ प्रोफेसर हुआ जिते बड़ आईएएस हुआ ये भी कर्मयुक्त आ जो मैंने आईएएस पाइक चाकरी छाड़िक आसिक सन्यास ग्रहण कर कर्म बंधन मुक्त हो गले मन रखु जो मैंने आईएएस प्रिपेरेसन होचनी जो मैंने आईएएस लाड़ायित अच्छा आईटा छाड़ी से कर्मयुक्त आड़ को जाऊँ कर्म बंधन आड़ को जाऊँ गोटे कलेक्टर हो जाओ जान तुम्हें केते शांति अच्छ कि अशांति अच्छ गोटे कलेक्टर मु भेटी आम पाखापाखि जन कटकर कलेक्टर जी थे आम गाँ पाख लोक गेस्ट करने डाकी आसती पाख कटक से कहले तुम तो पैंट सार्ट पिंधिक बुलूला मुझे देखी मत कहले से कलेक्टर कहले ए बेस केबेठू है कहले होगला केमती कौन होगला हसुचन से मु भी हसुची क्या परिचित लोक ना कर्म कर्मर फास कर्मर बंधन तुमको गोटे घर बहुटी कर रखिदे ठीक अच्छे बहु रहू बहु रहिबा सहित सी जदि अकर्म पाई लालायित हब कर्म अच्छी ठीक अच्छे कर्म सहित अकर्म पाई लालायित हब ताहले कर्म बंधन घटे अकर्म माने कहली बुझिली पूर्वर कहूल अकर्मटा कौन जोटी किछि कर्म हो नथिबो आ कर्मर जेतु बंधन अच्छी तुम बांधिकी रही सकाल संध्या जाके तुम अकर्म केमती पाइब
ଅକର୍ମର ଲକ୍ଷ୍ୟ ରଖିକିରି ଯେ କର୍ମ କରେ ସେ କର୍ମ ବନ୍ଧନ ବିଚ୍ୟୁତ ହୁଏ। ଆଉ ତୁମେ କର୍ମ ପରେ କର୍ମ ଇଣ୍ଟୁ ମଲ୍ଟି ପ୍ରପୋଜ କରିବ କର୍ମଟାକୁ। ଗୋଟେ ବିଜନେସ୍ ଅଛି ଆଉ 2-4ଟା ଖୋଲିଦେବ ଯାଇକିରି କୋଉଠି, ତୁମେ ସାଧନ କେତେବେଳେ କରିବ? ବଡ଼ ଲୋକ ହୁଅ କିଛି ନାହିଁ, ବହୁତ ବଡ଼ ଲୋକ ହୁଅ, ବହୁତ ପଇସା ରଖ, କିଛି ଅସୁବିଧା ନାହିଁ, କିନ୍ତୁ ନମ୍ରତା ହେବା ଦରକାର ତା ସହିତ। ଜାଣିଛନ୍ତି ଏଇ ଯୋଉ ଆମର ଅମ୍ବାନୀ କମ୍ପାନୀ, ରୀତା ଅମ୍ବାନୀ, ମୁକେଶ ଅମ୍ବାନୀ, କେତେ ବଡ଼ ଲୋକ ସେମାନେ। ବହୁତ ବଡ଼ ବଡ଼ ଆର୍ଟିଷ୍ଟ ମାନଙ୍କୁ ଡାକିଥିଲେ, ଖାଦ୍ୟ ବ୍ୟବସ୍ଥା କରିଥିଲେ। ହାତ ଯୋଡ଼ି ନମ୍ରତା ସହିତ ତାଙ୍କର ଝିଅ ନା ପୁଅ ବିବାହ ନମ୍ରତା ସହିତ କହିଲେ ଯଦି କୋଉଠି ଆମର ଖାଦ୍ୟରେ ପରିବେଷଣରେ ଭୁଲ ଥାଏ ମୋତେ କ୍ଷମା କରିବେ, ଦୋଷ ତ୍ରୁଟି ଥାଏ। ସେ ତ ବିରାଟ ବଡ଼ ଲୋକ ନା, ନମ୍ରତା ଅଛି। ଆଉ ତୁମେ କ'ଣ କରୁଛ? କାହାକୁ ଘରକୁ ଡାକିଲେ ନମ୍ରତା ସହିତ ଡାକ, ସ୍ନେହ ଶ୍ରଦ୍ଧାରେ ଡାକ, ଗର୍ବରେ ଡାକନି କାହାକୁ। ମୁଁ ଖାଇବାକୁ ଦେଇଦେବି ଗର୍ବରେ କାହାକୁ ନିମନ୍ତ୍ରଣ କରନି। ପରିବେଷଣ ସହିତ ନମ୍ରତା ଥିବା ଦରକାର, ତାହେଲେ କର୍ମବନ୍ଧନ ତୁଟିବ, ନହେଲେ ତ ବଢ଼ିଯିବ। କର୍ମର ବନ୍ଧନ ବଢ଼ିଯିବ, ପୁଣି ପାପ ଜନ୍ମ ସୃଷ୍ଟି କଲା ତୁମେ। ମୁଁ ଗର୍ବର ପାପ ସୃଷ୍ଟି ହେଲା, ଜନ୍ମ ନେଲା, ମୁଁ ଏତେ ଲୋକଙ୍କୁ ଖାଇବାକୁ ଦଉଛି। ଜଣେ ତୀର୍ଥ କରିବାକୁ ଯାଇଥିଲେ, ସବୁ ତୀର୍ଥ ସାରିକିରି ଆସି ଗାଁ ସାରା ଗପିଲେ ଯେ ମୁଁ ଏଠିକି ଯାଇଥିଲି, ସେଠିକି ଯାଇଥିଲି, ଗଙ୍ଗା, କାଶୀ, ବୃନ୍ଦାବନ ସବୁ ବହୁତ ତୀର୍ଥ ମୁଁ ଭ୍ରମଣ କରିକି ମୋର ସବୁ ଯାକ ପାପଟାକୁ ବା ସବୁ ଦୋଷ ତ୍ରୁଟି ମୁଁ ନଷ୍ଟ କରିକି ଆସିଲା ପରେ ଗପ ଆରମ୍ଭ ହେଇଗଲା। ଯେତେ ଧର୍ମ କରିବାକୁ ସେ ଯାଇଥିଲା, ତୀର୍ଥ ଭ୍ରମଣ କରିବାକୁ ଯାଇଥିଲା, ସେ ତୀର୍ଥର ସବୁ ଯାକ ଏ କଥାରେ ନଷ୍ଟ ହେଇଗଲା। ମାନେ ସବୁ ଯାକ ବୁଲିକିରି ସବୁ ସାରି ଦେଇଛି, ପୁଣି ଆରମ୍ଭ ହେଲା। ଏଠି ନମ୍ରତା କାହିଁ? ସେମିତି ଜଣେ ଯୋଗ କରୁଛି, ନମ୍ର ଭାବରେ ରହିବା ଦରକାର, ନମ୍ରତା ସୃଷ୍ଟି ହେବା ଦରକାର। ମୁଁ ଜଣେ ଯୋଗୀ, ମୁଁ ଉଚ୍ଚ ଶ୍ରେଣୀର ଭାବକୁ, ଜଣେ ସର୍ବୋଚ୍ଚ ଶ୍ରେଣୀର ଭାବକୁ, ମୋ ସ୍ଥିତିରେ ମୁଁ ଅଛି। କି କ'ଣ କହିଲା, କ'ଣ କଲା, ତାକୁ ବିଚାର କରିବି, ବିଶ୍ଳେଷଣ କରିବି, ତାପରେ ଅଭିଶାପ ଦେଇପାରେ, ଆଶୀର୍ବାଦ ଦେଇପାରେ, ରିଆକ୍ଟେଡ ହେଇପାର, ନ ହେଇପାର। ବିଚାର ପୂର୍ବକ ଏଠି ଜଣେ ସାଧୁ ବା ଜଣେ ଯୋଗୀ ବିଚାର ପୂର୍ବକ କର୍ମ କରିବା ଦରକାର। ଜଣେ ଅଜ୍ଞାନରେ ଶ୍ରାଦ୍ଧ ଦଉ ନ ଦଉ ସିଏ ଅଲଗା କଥା, ଜ୍ଞାନରେ ତମେ ଶ୍ରାଦ୍ଧ ଦବନି, ତମେ ତାର ଭୋଗ କରିବ। ତେଣୁ ମଣିଷ ଯୋଉ ଆସିଛି ତାର କର୍ମର ପ୍ରଭାବରେ ସେ ଆସିଛି, ଆଉ କର୍ମର ପ୍ରଭାବରେ ଯିବ। ସେଇଥିପାଇଁ ଇମ୍ପୋର୍ଟାନ୍ସ ହଉଛି କର୍ମ। ତେବେ ଏଠି ପ୍ରଶ୍ନ ଉଠୁଛି, ଆମେ କ'ଣ କରିବାକୁ ଆସିଥିଲେ, କ'ଣ କର୍ମ କରିବାକୁ ଆସିଥିଲେ, ଆଉ କ'ଣ କର୍ମ ନ କରିବା ପାଇଁ ଆସିଥିଲେ? ପ୍ରଶ୍ନ ଉଠିବନି? ପ୍ରଶ୍ନ ଉଠିବ କି ନାହିଁ? କୋଉ କର୍ମ କରିବାକୁ ଆସିଥିଲେ, ଆଉ କୋଉ କର୍ମ ନ କରିବା ପାଇଁ ଆସିଥିଲେ? ଗୋଟିଏ ସେଣ୍ଟେନ୍ସ ମନେ ରଖନ୍ତୁ, ଗୋଟିଏ ବାକ୍ୟ। ତୁମେ ଯଦି ଭାବୁଛ ଏଇ କର୍ମଟା ମୋ ପାଇଁ ପ୍ରଯୁଜ୍ୟ ଏବଂ ସତ୍ୟଯୁକ୍ତ ଅଛି ଏବଂ ନ୍ୟାୟଯୁକ୍ତ ଅଛି, এইটা କରିବା ମୋର ନିହାତି ଆବଶ୍ୟକ, ତମ ଅଜାଣତରେ ଯୋଉଟା ଭାବନା ଆସୁଛି ସେଇଟା ତୁମ ପାଇଁ ଠିକ, ସେଇଟା ତୁମ ପାଇଁ ଠିକ। ଆଉ ଜ୍ଞାନରେ ଜାଣି ଶୁଣିକି ଯଦି ତମେ କହୁଛ ଏଇ କର୍ମଟା ମୋର କରିବା ଅନୁଚିତ କଲ, ସେଇଟା ତୁମ ପାଇଁ କ୍ଷତିକାରକ ହବ। ଯଦି ଅଜାଣତରେ ତମେ କୋଉ କର୍ମ କରିଛ ବା କରୁଛ, ଜାଣିନ, ତାର ଭାଗ ମାପ ଜାଣିନ, କରିଦେଇଛ, କିଛି ଅସୁବିଧା ନାହିଁ। ତମ ଅଜ୍ଞାନରେ କରିଛ, ଅଜାଣତରେ କରିଛ, ସେ ଦୋଷଯୁକ୍ତ ନୁହେଁ, ଜ୍ଞାନରେ ଦୋଷଯୁକ୍ତ। ତୁମ ବିବେକ ତୁମକୁ ଅନୁମୋଦନ ଯଦି କଲା, ହଁ ଠିକ ଅଛି, ଏଇଟା ଠିକ ଅଛି। ଯଦି ବୁଦ୍ଧି ଆସିଯିବ, ବିଚାର ଆସିଯିବ, ନାଇଁ ଏଇଥର ଠିକ ନୁହେଁ ନା, ତମେ କରି ବସିଲ,
से कर्म बढ़ी चलो। तुम कर्म रे कई भागीदारी हेबेनी मन रख। तुम्हें स्वयं आस तुम कर्म नहीं आ स्वयं अवशिष्ट केते फेड़ाण है केते प्लस है कि इंटू है नहीं गला विश्लेषण कर तुम्हें एतिक मुझे कर्म आनी एति कर्म नहीं पुणी जाऊँ बोझ बांधिक नहीं जाओ से कहूँ गोटे गीतर किए कहते तुम गंठिली हल्का कर गंठिली खोली दियो गंठिली किसी न रो गला बेलू शून्य हो जाओ मो कर्म फास नष्ट हो जाओ। जो माने शत्रु है कि तुम देखा देजन से रिलेशन तुम रही पूर्व जन्म जो माने मित्र है कि देखा दौजन से रिलेशन तुम सहित अच्छी तुम बापा सहित रिलेशन अच्छी तुम माँ को सहित रिलेशन अच्छी तुम भौणी तुम बंधु बांधव जहाँ सब बर्तमान घेरिकी अच्छा तुम सहित से माने ही पूर्व जन्म भी रिलेटेड थिले तुम सहित किछि किछि अंश रिलेटेड थिले एक भूलनी तेणु तुम्हें सहित जी कर्तव्य करने कथा कर जी कर्तव्य आवश्यकता अच्छी सहित न्याय संगत सहित कर ना पुणी मल्टीपुल हम से कर्म गुड़ा पुणी तुमको नहीं जावा आगू आगू आहरी छंदी हो कर्म एवं तो एडमिशन नहीं मुनि समाज रे आर जन्म तुमको मुनि समाज दर्शन मिलनी कई न मुनि समाज तुम आड्रेस कई देवे बुझीपार मो कथा चेष्टा करूँ बुझे यही जन्मर जो कर्मटा नहीं कि तुम आसीच जो स्थिति अच्छ से ठीक भाव आउ कौन से खराब कर्म करने मन भर सृष्टि न हो केवल जोगयुक्त हाँपी सृष्टि हो ताल सब कटिज कई कहने लक्ष्य दरकार लक्ष्य ठीक अच्छे लक्ष्यटा पुणी विवेकयुक्त हवा दरकार लक्ष्य मान विभिन्न प्रकार बुझाऊ किए कह मोर 10 खंड बस हवा गोटे लक्ष्य सेटा कौन ठीक किए कह मोर प्लांटिनम किए कह हेलिकप्टर जो चढ़ी से मोर मोर जीवन सार्थक हो कौन लक्ष्य हेलिकप्टर जो किण ये विकलांग लक्ष्य ये लक्ष्य किसी मूल्य ना ये लक्ष्य हूँ कर्मयुक्त ये बंधन पूरा कर्म बंधन युक्त हेलिकप्टर चढ़ा बसवा किणवा ये हूँ विराट कर्म बंधन युक्त तुम्हें हो गल ये मरीचिका लक्ष्य पुणी आसो कह मोर एरोप्लेन हो आर जन्म तेणु लक्ष्य युक्त केते गुड़े क्वेश्चन आम पाइले समस्त तो भिन्न भिन्न मत थिला किए कह अहिंसा रहा किए कह क्षमा किए कह दया किए कह शांति किए कह आनंद ये सब कर्म सहित युक्त नुहे कि भल कर्म कले आनंद मिल बुझल तुम्हें गोटे रोगी पड़ी रास्ता छटपट हो एक्सीडेंट होगा कई ना आगू बनेल पछु बनेल कई ना तुम कर्तव्य हो मेडिकल नहीं जावा से जो कर्मटा सृष्टि है से कर्मर फल तुम्हें ही भोग दिने तुम्हें कौट विपद पड़ी तुमको किए सहयोग कर सत सिद्ध से व्यक्ति से व्यक्ति तुम देख लो कई ना आगू बनेल पछु बनेल तुम आखि ताड़ी नहीं जाओ तार देख लो कई ना से कर्मफल भी तुम भोग कर यही सत सिद्ध तुमको किए लिफ्ट मांगिला तुम लिफ्ट देल मोटरसाइकिल आउच तुमको किए लिफ्ट दब आ तुम एक्सीलेटर मोड़ी दब जोर ता आगे आकु कहीं मुझे मु तो कई जन को लिफ्ट मांगी मत किए देलेनी आकु कहीं मुझे आहरी एक्सीलेटर मोड़िक पलैब गाड़ी की भम भम कर से कर्मफल तुम भोग कर कहीं जड़े लिफ्ट मागुची तुम लिफ्ट दौन गछ लगे कर्मफल तुम्हें ही पाइब गछ काटिबार कर्मफल तुम्हें ही पाइब गछ लगे कर्मफल जी पाइब काटिबार कर्मफल सी पाइब
ଭିକ୍ଷା ଦବାର କର୍ମଫଳ ତୁମେ ପାଇବ, ଭିକ୍ଷା ନ ଦବାର କର୍ମଫଳ ତୁମେ ପାଇବ। କିଏ ଅନ୍ନ ମାଗୁଛି ତାକୁ ଦେଲନି ଖାଦ୍ୟ, ତାର ଫଳ ତୁମେ ପାଇବ। ଯଦି ଦେଲ ତାର କର୍ମ ବି ତୁମେ ପାଇବ, ତାର କର୍ମଫଳ। ମାନେ ପ୍ରତି କ୍ଷେତ୍ରରେ, ପ୍ରତି ଇଞ୍ଚ, ପ୍ରତି ଭାବନାରେ ବି ମଧ୍ୟ କର୍ମଫଳ ସୃଷ୍ଟି ହଉଛି। କାହା ପାଖରୁ ପଇସା ଆଣିଛ ଦେଲନି, ନ ଦେବାର ପରିକଳ୍ପନା କରିଛ, ପରିକଳ୍ପନା ପୁରା ପ୍ଲାନିଂ କରିଛ, ତେଣୁ ସେ କର୍ମଫଳ ତୁମେ ହିଁ ଭୋଗିବ। ଆଉ ତୁମେ ସାଧନ ପ୍ରତ୍ୟେକ ଦିନ କରୁଛ, ଏଇଟା ଭଲ ଇଣ୍ଟରେଷ୍ଟିଂ କଥା। ତୁମେ ପ୍ରତ୍ୟେକ ଦିନ ସାଧନ କରୁଛ, ତାର ଫଳ ସାଙ୍ଗେ ସାଙ୍ଗେ ରହିଛି, ପୁରା କର୍ମ ସହିତ ଫଳ ମିଶିକିରି ଅଛି, କର୍ମ ସହିତ ଫଳ ମିଶିକିରି ଅଛି, ପୁରା ସାଙ୍ଗେ ସାଙ୍ଗେ ପାଇବ। ମାନେ ନଗଦ 13 ଉଦ୍ଧାରି। ମୋର 9 ଟଙ୍କା ବରଂ ହଉ ମିଳିଯାଉ, କିନ୍ତୁ 13 ପଛରେ ମିଳିବ, ଏ ଭୁଲ ପ୍ରୋସେସ। ମୋର 9 ଦରକାର, 9 ନଗଦ 13 ଉଦ୍ଧାରି। ନଗଦରେ ମୋର 9 ଟଙ୍କା ମିଳେ, ତେଣୁ ନଗଦ ଜିନିଷ ମିଳିବ। ତୁମେ କର୍ମ କରୁଛ ମାନେ, ଚକ୍ରରେ ମନ ଦେଲ ମାନେ ଚକ୍ର ସେଇ ସାଙ୍ଗେ ସାଙ୍ଗେ ଶୁଦ୍ଧ ହେଇଗଲା। ପ୍ରଣବ କଲ ମାନେ, ପ୍ରଣବରେ ମନ ଦେଲ ମାନେ ପ୍ରଣବ ଶୁଦ୍ଧ ହେଇଗଲା, ସାଙ୍ଗେ ସାଙ୍ଗେ ଫଳ ମିଳିଲା, ସାଙ୍ଗେ ସାଙ୍ଗେ, ଲେଟ୍ ନାହିଁ। ଆତ୍ମାର ଭାବନା କଲ ମାନେ ଆତ୍ମଯୁକ୍ତ ହେଇଗଲା, ଆତ୍ମାର କର୍ମଫଳ ତୁମକୁ ମିଳିବ। ଯୋଉ ଯେତିକି ସେକେଣ୍ଡ ହଉ, ସେ ସେକେଣ୍ଡର ଫଳ ତୁମକୁ ଅବଶ୍ୟ ମିଳିବ ହିଁ ମିଳିବ। ଦେଖୁନା, ତୁମେ ଅନ୍ୟାୟ କରିବାର ଭାବନା କରୁନା, ଯୋଡ଼ି ଟାଣି ନେଇଯିବ, ତୁମେ ବହୁତ ବାଟକୁ ଟାଣି ନେଇଯିବ। ଅନ୍ୟାୟର ଫଳଟା ସେ ଟାଣି ନେଇଯିବ, ତୁମେ କର କି ନ କର, ଭାବନା କଲ ନା, ଭାବନା କର। ତେଣୁ କର୍ମ ସହିତ ଫଳ ଲାଗି ରହିଛି। ଇଚ୍ ଆଣ୍ଡ ଏଭ୍ରି ମୋମେଣ୍ଟ, ଇଚ୍ ଆଣ୍ଡ ଏଭ୍ରି ମୋମେଣ୍ଟ, ପ୍ରତ୍ୟେକ ମୁହୂର୍ତ୍ତରେ ତୁମର କର୍ମଫଳଟା ତୁମକୁ ଆକ୍ସିଲରେଟ୍ କରୁଛି। କାରଣ କର୍ମ ନେଇକି ଆସୁଛୁ ନା, ଏଇ କର୍ମ କରିବି, ସେଇଟା ତୁମକୁ ଇନଫ୍ଲୁଏନ୍ସ କରୁଛି ପ୍ରତି ମୁହୂର୍ତ୍ତରେ। ତେଣୁ ଅକର୍ମ ଆସିବାକୁ ହେଲେ, ଯୋଉମାନେ କହିଲେ ଲକ୍ଷ୍ୟ ସ୍ଥିର କରିବା, କିଏ କୋଉ ଲକ୍ଷ୍ୟ ସ୍ଥିର କରୁଛି? କେଇ ଜଣ ଅକର୍ମ କରିବାକୁ ଚାହୁଁଛନ୍ତି କହିଲେ? ମୁଁ ପ୍ରାଣାୟାମ କରିବି, ମୁଁ ସମାଧିସ୍ଥ ହେବି, ମୁଁ ମୁକ୍ତି ମାର୍ଗୀ ହେବି, ଆତ୍ମଦର୍ଶନ କରିବି, କେଇ ଜଣ କରୁଛନ୍ତି କୁହନ୍ତୁ? ଆଉ ସମସ୍ତେ କରିବେ, ଏ କେବେ ସମ୍ଭବ ନୁହଁ। ଆଉ ଯୋଉମାନେ କରୁଛନ୍ତି ସେମାନେ ବି ଠିକ କରୁନାହାନ୍ତି। ସେ ଅଧା କର୍ମଯୁକ୍ତ, ଅଧା ଅକର୍ମଯୁକ୍ତ। ସେମାନେ ଅଧା କର୍ମଯୁକ୍ତ, ଅଧା ଅକର୍ମଯୁକ୍ତ। ଲକ୍ଷ୍ୟ କରୁଛନ୍ତି ପହଞ୍ଚିବି, କିନ୍ତୁ ବିଡ଼ମ୍ବନା ଦେଖାଯାଉଛି। କାରଣ କର୍ମର ବନ୍ଧନ ତାଙ୍କ ପାଇଁ ଲାଗିକି ରହିଛି, ଏତେ ଦୃଢ଼ ହେଇକି ରହିଛି। ସଂସାରର ମୋହ, ସଂସାରର ବନ୍ଧନଟା ନା ଦୃଢ଼ ଏପଟକୁ ଆସିପାରିଲା, ଦୃଢ଼ କର୍ମ ବନ୍ଧନ ରହିଗଲା ମୋହରେ। ବୁଦ୍ଧି, ତୁମ ବୁଦ୍ଧିଟା ବନ୍ଧା ପଡ଼ିଯାଉଛି। ତମ ବୁଦ୍ଧିରେ ଜାଣୁଛ ଏଠି ଗଲେ ଠିକ ଅଛି, ଏଠିକି ଆସିଲେ ବି ଏୟା ଅଛି, କିନ୍ତୁ ବୁଦ୍ଧିଟା ଏତେ କର୍ମଯୁକ୍ତ, ମାନେ ସଂସାର ଯୁକ୍ତ ବନ୍ଧନରେ ଅଛି, ଯୋଉଟାକି ତମକୁ ସେପଟକୁ ଧର୍ମ ଆଡ଼କୁ ଯିବା ପାଇଁ ଦଉନ। ମହାଭାରତରେ ଅଛି ଶଲ୍ୟ କଣ୍ଟକ। ଶଲ୍ୟ ହଉଛି ସଂସାର, ସଂସାରର କଣ୍ଟକ ଏତେ ମଜବୁତ ହେଇକି ରହିଛି, ତୁମେ ତା ସହିତ ଯୁଦ୍ଧ କରିପାରିବନି। କହୁନା, ମୁଁ କହିବି କାଲିଠାରୁ ଆସନ୍ତୁ କେଇ ଜଣ ଆଶ୍ରମରେ ରହିବେ, କେହି ଗୋଟେ ଲୋକ ଆସିପାରିବେ କି? ପୁରା ବେଡ଼ିଂ ପତ୍ର ଧରିକିରି ଆସିବେ, ଯାହା ଟଙ୍କା ପଇସା ଅଛି, ସୁନା ରୂପା ଯାହା ତମ ପାଖରେ ଅଛି ଅମାନତ ଧରିକିରି ଆସି ରହିଲ। କେଇ ଜଣ ଆସିବେ କୁହ, କଣ ଅଙ୍ଗୀକାର କଲେ ଦେଖିବା, କେଇ ଜଣ ଆସିବେ? नो बडी एल्स, କେହି ଆସିବେନି। କାରଣ ସଂସାର ବନ୍ଧନ ତାଙ୍କୁ ଜାବୁଡ଼ିକି ଧରିଛି। ବିଷ୍ଣୁ ଜଣେ ବିଷ୍ଣୁ ନାରଦ ଯାଇ କହିଲେ ଆଜ୍ଞା ଆପଣଙ୍କର ମହିମଣ୍ଡଳରେ ବହୁତ ଗାନ ହେଉଛି, ବହୁତ ଶିଷ୍ୟ ହେଇଗଲାଣି, ଆପଣଙ୍କ ପ୍ରଶଂସା ଜୋର ହେଉଛି, ଭକ୍ତି ଜୋର ଆପଣଙ୍କ ଉପରେ କରୁଛନ୍ତି। ସେଠୁ ନାରଦକୁ ବିଷ୍ଣୁ କହିଲେ ଯାଇକି ଦେଖିଲୁ କେଇ ଜଣ ମୋ ଜଣକୁ ଧରି ଆଣିଲୁ, କିଏ ଭକ୍ତି କରୁଛନ୍ତି ମୋ ଉପରେ ଦେଖିବା। କହିଲା ହଁ ସମସ୍ତେ ତ କରୁଛନ୍ତି, ନା ଯାଇ ଦେଖ।
ସେଠୁ ଜାଣି ପହଞ୍ଚିଗଲା ଜଣକ କୃଷକ ଲୋକ ଘରେ, କହିଲା ଆଜ୍ଞା ଆପଣ ତ ବିଷ୍ଣୁ ଚିତା ଚୈତନ୍ୟ କାଟିଛନ୍ତି, ବିଷ୍ଣୁଙ୍କ ନାମ ଧରୁଛନ୍ତି, ତେଣୁ ଆପଣ ବିଷ୍ଣୁଙ୍କ ପାଖକୁ ଆସୁନାହାନ୍ତି, ମୁଁ ନେଇଯିବି। ନା ହଁ ହଁ ମୁଁ ତ ମୁଖ୍ୟ, ବିଷ୍ଣୁଙ୍କ ନାମ ଧରିବାରେ ମୁଖ୍ୟ ଏବଂ ବିଷ୍ଣୁଙ୍କ ଗାନ କରୁଛି, ସବୁ ମୁଁ ଅଛି, ବିଷ୍ଣୁ ବିଷ୍ଣୁ ହଉଛି। ନା ଆସନ୍ତୁ। ନା ହଁ ଯିବି ଯେ ତମେ ଗୋଟେ କାମ କର, ମୋ ପୁଅଟା ଟିକେ ବାହା ହେଇଯାଉ, ମୁଁ ମୁକ୍ତ ହେଇଯିବି, ଯିବି। ସେଠୁ ପୁଅ ବାହା ହେଇଗଲା। ପୁଅ ବାହା ହେଇଗଲା ପରେ ପୁଣି ଆସିଲା ସେଇ ନାରଦ, କହିଲା ଚାଲ ଏବେ ତ ବାହା ହେଇଗଲା, ଚାଲ। ନା ହଁ ଠିକ ଅଛି, ତା ପୁଅ ବୋହୂଟା ଆସିଛି ନା, ବୋହୂଟା ଆସି ଟିକେ ଚଳପ୍ରଚଳ ହେଇଯାଉ, ଟିକେ ଥାକି ଯାଉ ଘରେ, ତାପରେ ମୋ କତିକି ଆସିବ, ମୁଁ ଯିବି ବିଷ୍ଣୁ ଭକ୍ତ ବା। ଗଲା। ସେଠୁ କିଛି ଦିନ ପୁରୁଣା ହେଇଗଲା, ବୋହୂଟା ସେଟ୍ ହେଇଗଲା, ଆଉ ପିଲାପିଲି ଜନ୍ମ ହବାର ସୂଚନା ମିଳିଲା। ସେତେବେଳେ ନାରଦ ଆସି ପହଞ୍ଚିଗଲା, କହିଲା ଆଜ୍ଞା ଆସନ୍ତୁ, ଏବେ ତ ସବୁ ଠିକ ଅଛି। ନା ନାଇଁ ଠିକ ଅଛି ଯେ ପିଲାଟା ପ୍ରସବ କରିବ ନା ବୋହୂ, ଆଉ ଟିକେ ରୁହନ୍ତୁ, ଆଉ 10 ମାସ ଖଣ୍ଡେ ଗଲା ପରେ ଆସନ୍ତୁ, ମୁଁ ଯିବି। ସେଠୁ 10 ମାସ ପଳେଇଲା, ନାରଦ ଆସି ପହଞ୍ଚିଲେ। ସେଠୁ କହିଲେ ଦେଖୁନ ଏ ପିଲାଟା ଜନ୍ମ ହେଇଛି, ମୋତେ ଖାଲି ଅନଉଛି ବା, ମୁଁ ଛାଡିକିରି କେମିତି ଯିବି? ଦେଖୁନ ଆଖିକି ଅନେଇଛି ଟକ୍ ଟକ୍ କରିକି, ମୋତେ କହୁଛି, କଅଁଳିଆ କଥା କହୁଛି, ମୁଁ ତା ଥୋଡ଼ିରେ ଟିକେ ଗେଲ କରିଦଉଛି, ଚୁମା ଦେଇ ଦଉଛି, ଛାଡିକିରି କୋଉଠି ଯିବି ନାତିଟା? ନା କେତେବେଳେ ଯିବ? ନା ଇଏ ଟିକେ ବଡ ହେଇଯାଉ, ମୁଁ ଯିବି। ସେଠୁ ବଡ ହେଇଗଲା, ସ୍କୁଲ ଗଲା। ସେତେବେଳେ ନାରଦ ଆସି ପହଞ୍ଚିଲା, କହିଲା ଯିବ, ଆସ। ସେଇଠି ବୁଢା ତ ଉଠିଲା ଆଉ କହିଲା ତୋର କଣ କିଛି କାମ ନାହିଁ, ମୋରି ପଛରେ ଲାଗିଛୁ? ମୁଁ ତ କହୁଛି ଯିବି, ଯେ କୋଉ ଦିନ ଯିବି ମୁଁ କହିବି ତୁ ଆସିବୁ, ମୁଁ କଲ୍ କରିବି ତୁ ଆସିବୁ, ଏବେ ଆସନା, ଯା। ଇଏ ହଉଛନ୍ତି ବିଷ୍ଣୁ ଭକ୍ତ। ତେଣୁ ସଂସାରର ମୋହ ବନ୍ଧନ ତୁମକୁ ଏମିତି ଜାବୁଡ଼ିକି ରଖିଛି, ତୁମେ ହଲି ପାରିବନି। ତୁମେ ଘର କରୁନ, ଆଉ ଗୋଟେ ଘର କରିବାକୁ ଇଚ୍ଛା ହବ। ସିଙ୍ଗଲ ତାଲା କରିଛ, ଡବଲ ତାଲା କରିବ। ଜମି କିଣିକି ବେପାର କରୁଛ, ପୁଣି ଆହୁରି କୋଉଠି ଜମି କିଣିବା ପାଇଁ ଇଚ୍ଛା ହବ। 2 ପଇସା ହବ ନା, ସଂସାର ଚାଲିବ। କଣ କରିବ କୁହ? ଗୋଟେ ମାଛ ପୋଖରୀ କରିଛ, ପୁଣି ତା କରକୁ ଆଉ ଗୋଟେ ମାଛ ପୋଖରୀ କରିବ। ଗୋଟେ ଇଣ୍ଡଷ୍ଟ୍ରି କରିଛ, ତା କରକୁ ଆଉ ଗୋଟେ ଇଣ୍ଡଷ୍ଟ୍ରି ବନେଇବା ପାଇଁ ଇଚ୍ଛା ହବ। ଜମି 10 ମାଣି କିଣିଛ, ଆଉ 2 ମାଣି କିଣିବାକୁ ଇଚ୍ଛା ହବ। କଣ କରିବ? କର୍ମ ବନ୍ଧନ ବା। କର୍ମରେ ତୁମେ ଆସିଛ, ଯେପର୍ଯ୍ୟନ୍ତ ତୁମ ଭିତରେ ଜ୍ଞାନ ସୃଷ୍ଟି, ପୂର୍ଣ୍ଣ ଜ୍ଞାନ ନ ହେଇଛି, ସେ ପର୍ଯ୍ୟନ୍ତ କର୍ମ ବନ୍ଧନ କଟିବନି। ତୁମେ ଛନ୍ଦି ହେଇଯିବ। ଏଣେ ଯୋଗ କରୁଛ ରାତିରୁ ଉଠିକିରି, ପୁଣି ସଂସାର ଯେତେବେଳେ ଦିନ ହେଇଯାଉଛି, ପୁଣି ସଂସାର ସହିତ ପୁରା ଏତେ ଲିପ୍ତ ହେଇଯାଉଛ, ଆଉ ଯୋଗ କଥା ଭୁଲି ଯାଉଛ। ଦିନେ ଦିନେ ଯୋଗ କରୁନ, ଛାଡି ଦଉଛ। କେମିତି କର୍ମ ବନ୍ଧନ ମୁକ୍ତ ହବ? କେମିତି କର୍ମ ବନ୍ଧନରୁ ମୁକ୍ତ ହବ? ତମେ ତ ନେଇକିରି ଆଇଛ ପୁଳା ନା, ମଲ୍ଟିପୁଲ ପୁଣି କରୁଛ, ସେ କର୍ମ ଉପରେ କର୍ମ କରି ଚାଲିଛ। ଯେପର୍ଯ୍ୟନ୍ତ ଜ୍ଞାନ ଉଦୟ ନ ହେଇଛି, ଯେପର୍ଯ୍ୟନ୍ତ ତୁମ ଭିତରେ ବୈରାଗ୍ୟ ସୃଷ୍ଟି ନ ହେଇଛି, ସେ ପର୍ଯ୍ୟନ୍ତ କର୍ମ ବନ୍ଧନ ରହିବ, ରହିଛି। କଟିବ କେମିତି? ନା ଆପ୍ରାଣ ଚେଷ୍ଟା କର, ଆପ୍ରାଣ ଚେଷ୍ଟା କର ପ୍ରତ୍ୟେକ ଦିନ କର୍ମ କରିବା ପାଇଁ। କୋଉ କର୍ମ? ନା ଅକର୍ମ କରିବା ପାଇଁ। ଅକର୍ମ ଆଡକୁ ଅଗ୍ରସର ହୁଅ, କର୍ମ କଟିଯିବ। ୱାନ୍ ସାଇଡ ହେଇଯାଅ। ଅକର୍ମ, ମୁଁ ଆଜି ଅକର୍ମ କରିବି। ଅକର୍ମ ମାନେ ସାଧନରେ ସମାଧି ଆଡକୁ ଯିବା ପାଇଁ ଯୋଜନା କରିବି। ଏପଟରେ ଯେତେ ପ୍ଲସ୍ ହବ, ସେପଟରେ କର୍ମବନ୍ଧନ ସେତେ କଟିଯିବ। ନାଇଁ ତ ମଲ୍ଟିପୁଲ। ଯଦି ତୁମେ ସାଧନ କରୁନଥାନ୍ତ, ମନେ କର ଯେଉଁମାନେ ଆଡମିସନ ନେଇନାହାନ୍ତି, କିଛି କରୁନାହାନ୍ତି, ସାଧନ କଣ ଜାଣନ୍ତିନି, ସେମାନେ କର୍ମଯୁକ୍ତ ହେବେ କି ନାହିଁ? ବହୁତ କର୍ମ କରିବାକୁ ଇଚ୍ଛା ହବ କି ନାହିଁ ସେପଟେ? ତେଣୁ ସୌଭାଗ୍ୟବଶତଃ ତୁମେ ମୁନି ସମାଜକୁ ଆସିଛ ବା ସାଧନ କରୁଛ। ଉଣା ଅଧିକ ଯାହା ହଉ କରୁଛ, ମରି ପଡ଼ିକିରି କରୁଛ। ଗୋଟେ ମାସରେ 10 ଥର କରୁଛ କି 15 ଥର କରୁଛ, ଆଉ 15 ଦିନ କରୁନ।
ସେଇଟା ବଢ଼େଇ ଦିଅ ପୁରା। ସେଇଥିପାଇଁ ଗୁରୁଦେବ ଆସିଲେ ଶପଥ କରିଛନ୍ତି ମୁଁ ପ୍ରତ୍ୟେକ ଦିନ ସାଧନ କରିବି। ଦେଖନ୍ତୁ ଶପଥ କରିବାର ମୂଲ୍ୟବୋଧଟା କ'ଣ? ଶପଥ କରିଛ ନା ଗୁରୁଙ୍କ ଆଗରେ। ଏଇଠି ବହୁତ ଏଇଠି ଅଧିକ ମାନେ ଅଛନ୍ତି, ଆଡ୍ ହେଇଛନ୍ତି କନଫରେନ୍ସରେ, କିନ୍ତୁ କ୍ୱଚିତ ରହୁଛନ୍ତି। ରହିବାର କାରଣ କ'ଣ? ରହିବାର କାରଣ ହଉଛି କର୍ମ। ସେପଟର କର୍ମ ତାଙ୍କୁ ଟାଣି ଧରୁଛି। ସେଇଦିନ କୁଆଡ଼େ କୁଆଡ଼େ ଯାଉଛନ୍ତି, ସେଇଦିନ କୁଆଡ଼େ କୁଆଡ଼େ ଯାଉଛନ୍ତି, ସେଇଦିନ ହିଁ କାମ ପଡ଼ିବ। କାହାର ସଟରିଂ ଖୋଲାଯିବ, ତମେ ରହିବାକୁ ପଡ଼ିବ। ଖଡ଼ ଖଡ଼ ଧଡ଼ ଧଡ଼ କି ଶୁଣିପାରିବ। କାହାର ଅପରେସନ ଯୋଗ ଅଛି, ତା ମାଆଙ୍କୁ ନେଇକି ଯିବ ଅପରେସନ ସେଇଦିନ। କାହାର କୁଣିଆ ଆସିବେ ସେଇଦିନ। କାହାର ଘର ଛାଆ ଯିବ ସେଇଦିନ। ଯୋଉ ଚାଳ ଘର ଯାହାର ଅଛି ଛାଆ ଯିବ ସେଇଦିନ, ରବିବାର ଦିନ ବା ଶନିବାର ଦିନ। ତମେ ଭାବୁଛ ବେଶୀ ଚାଲାକି ମୁଁ, ସେଦିନ ଯୋଉଟା ନ ରହୁ ଏଇଟା ରହୁ, ଏ ଦିନ କିଛି ନ ରହୁ। କିନ୍ତୁ ସିଏ ବେଶୀ ଚାଲାକି, ଯୋଉ ଡେଷ୍ଟିନ ବା କର୍ମରେ ଆସିଛି ପ୍ରଭାବ ବିସ୍ତାର କରିବା ପାଇଁ, ସିଏ ସେଇଦିନ ଆଡ୍ କରିବ, ପ୍ରୋଫାଇଲ ଆଣି ଥୋଇବ, ଦଲିଲ ରଖିବ। ତମେ କ'ଣ କରୁଛ, କୋଉଥିରେ ସାଇନ୍ କରିବ, ସେ ଦଲିଲ ଥୋଇଦେବ ଆଣିକିରି। ତମେ କୋଉଥିରେ ସାଇନ୍ କରୁଛ କର। ନା ଏ ସତ୍ସଙ୍ଗରେ ସାଇନ୍ କରିବ, ନା କର୍ମରେ ଯୁକ୍ତ ହବ। କ୍ଲିୟର? ବିଚାର ସେଇଠି, ସେଇଦିନ ସେଇ ମୁହୂର୍ତ୍ତରେ ହେଇଯିବ। ତମେ କେତେ ପ୍ରେମ କରୁଛ ସତ୍ସଙ୍ଗକୁ, କେତେ ଭଲ ପାଉଛ, କେତେ ଆଗ୍ରହ ଅଛି, ସେଇଦିନ ଦଲିଲରେ ଦସ୍ତଖତରୁ ଜଣା ପଡ଼ିବ। ଯୋଉମାନଙ୍କର ଭାବନା ଅଛି ଯେ ମୂଲ୍ୟବାନ ସମୟ ଆମେ ନଷ୍ଟ କରି ଏଠି ବସିଛୁ, ସେଗୁଡ଼ା କେବେ ମୂଲ୍ୟବାନ ସମୟ ନୁହେଁ। ଏଠି ବସିବା ହିଁ ମୂଲ୍ୟବାନ। ଏଠି ବସିବା ମୂଲ୍ୟବାନ, ଆଉ ସବୁ ମୂଲ୍ୟବାନ ନୁହେଁ, କିଛି ମୂଲ୍ୟବାନ ନୁହେଁ। ତମେ ତ ଏ ସମୟରେ ଯାଇ କୋଉଠି କାହାକୁ ମର୍ଡର କରିଥାନ୍ତ, ନହେଲେ ଚୋର ପାଖରେ ବସିକିରି ବନ୍ଧା ହେଇଯାଇଥାନ୍ତ, କୋଉଠି ଅପକର୍ମ କରିଥାନ୍ତ, କୋଉଠି ରାସ୍ତାରେ ଯାଉ ଯାଉ କୋଉଠି ପିଟି ସାରନ୍ତାଣି ତମକୁ। କାରଣ ସତ୍ସଙ୍ଗ ଛାଡ଼ିକି ତୁମେ ଯାଉଛ, କର୍ମ ଆଡ଼କୁ ଯାଉଛ, କର୍ମ ବନ୍ଧନ ଆଡ଼କୁ। ଦେଖ ଯେତେ କର୍ମ ଅଛି ସବୁ କର୍ମ ବନ୍ଧନ। କେବଳ ପ୍ରାଣାୟାମ ହେଉଛି ଅକର୍ମ। କୋଟି କୋଟି ପାପ ଯଦି କରିଥାଏ ଜଣେ ମଣିଷ, ସେ ଯେ ଅକର୍ମ କଲା ସେଇଥିରେ ସେ ମୁକ୍ତ ହେଇଯିବ, ବା ଅକର୍ମ ଆଡ଼କୁ ସଜିଲ ହେଇକି ଗଲା, ସେ କଟିଯିବ। ଆଉ ତମେ କର୍ମ ନେଇକିରି ଆସିଛ, ପୁଣି କର୍ମ ବଢଉଛ। କର୍ମ ବଢେଇଲେ କ'ଣ ହବ? ଟାଇମ ହେଇଗଲାଣି, ବୁଝିଲେ? ଆଉ 10-15 ମିନିଟ୍ ରହିଲା, କିଏ ମତାମତ ଦେବେ। ପୁଣି ଯଦି ସୁଯୋଗ ହୁଏ ପୁଣି କର୍ମ କଥା ଆଲୋଚନା କରିବା। ଆଉ ଜୀବନର ଲକ୍ଷ୍ୟ ହେଉଛି, ଇମ୍ପୋର୍ଟାନ୍ସ ଲକ୍ଷ୍ୟ ହେଉଛି କର୍ମ। କୋଉ କର୍ମ ମୁଁ କରିବି ଆଗେ ସିଲେକ୍ସନ କର। କର୍ମକୁ କାଟ, ଯେତେ ସମ୍ଭବ କର୍ମ କାଟ। ସେଇଥିପାଇଁ ଗୋଟେ ସୁନ୍ଦର ଶ୍ଲୋକରେ ଶ୍ରୀକୃଷ୍ଣ ଅର୍ଜୁନକୁ ବୁଝେଇଛନ୍ତି, କର୍ମଭ୍ୟଶ୍ଚାଧିକ ଯୋଗୀ, କର୍ମକାଣ୍ଡୀ ଠାରୁ ଅଧିକ ମୂଲ୍ୟବାନ ହେଉଛି ଯୋଗୀ। ଜ୍ଞାନୀ ଭୂପି ମତୋଧିକ, ଜ୍ଞାନୀ ଠାରୁ ମଧ୍ୟ ଯୋଗୀ ହେଉଛି ଶ୍ରେଷ୍ଠ। ଆଉ କର୍ମକାଣ୍ଡୀ ଠାରୁ, ଜ୍ଞାନୀ ଠାରୁ ଶ୍ରେଷ୍ଠ। ତପସ୍ୱୀ ବି ଅଧିକ ଯୋଗୀ, ତପସ୍ୱୀ ଠାରୁ ଅଧିକ ହେଉଛି ଯୋଗୀ। ସମସ୍ତଙ୍କ ଠାରୁ ଯୋଗୀ ହେଉଛି ଶ୍ରେଷ୍ଠ। ତସ୍ମାତ୍ ଯୋଗୀ ଭବ ଅର୍ଜୁନ, ତସ୍ମାତ୍ ଯୋଗୀ ଭବ ଅର୍ଜୁନ। ତୁ ଯୋଗୀ ହେଇଯା। ଭବ ମାନେ ହୁଅ, ବିଧିଲିଙ୍ଗ ଲକାର, ଉପଦେଶ ଅର୍ଥରେ କୁହାଯାଇଛି। ଭବ ହୁଅ, ତୁ ଯୋଗୀ ହୋ। କିନ୍ତୁ ନେଇକିରି କୋଉଠି ଷ୍ଟାଣ୍ଡ କରିଛି ତମକୁ? ପାକିସ୍ତାନ ବର୍ଡରରେ ଯୁଦ୍ଧ ପାଇଁ ଡକା ହେଇଛ ତୁମେ, ତମକୁ ଯୋଗୀ ହବା ପାଇଁ କାହିଁ କହୁଛି? ଆଉ କଣ ସେ ସେଣ୍ଟେନ୍ସଟା ଭୁଲ କହିଲା? କେବେ ନୁହେଁ।
ତେଣୁ ପୂର୍ଣ୍ଣ ଶରୀରର ସଂରଚନା ଆଉ ତୁମର ଉଦ୍ଦେଶ୍ୟ, ତୁମର ଲକ୍ଷ୍ୟ, ତୁମର ଯିବା ଆସିବାର ଲକ୍ଷ୍ୟକୁ ସେ ଗୀତାରେ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛି। ତୁ ଯୋଗୀ ହେବା ପାଇଁ କହିଛି, ଉପଦେଶ ଦେଇଛି, ଯୁଦ୍ଧ କରିବା ପାଇଁ କହିନି। କର୍ମଭ୍ୟସାଧିକ ଯୋଗୀ ଜ୍ଞାନୀ ଭୂପି ମତୋଧିକ ତପସ୍ୟ ଅଧିକ ଯୋଗୀ ତସ୍ମାତ୍ ଯୋଗୀ ଭବାର୍ଜୁନ। ତପସ୍ୟ ବି ଅଧିକ ଯୋଗୀ, ଜ୍ଞାନୀ ଠାରୁ ଅଧିକ ଯୋଗୀ, କର୍ମକାଣ୍ଡୀ ଠାରୁ ଅଧିକ ଯୋଗୀ। ତେଣୁ ତୁ ଯୋଗ କର। ତସ୍ମାତ୍ ଯୋଗୀ ଭବାର୍ଜୁନ, ତୁ ଯୋଗୀ ହୋ। ଯୋଗୀ ଅର୍ଥ ତୁ ଅକର୍ମ କର। ଅକର୍ମ ଅର୍ଥ ଖରାପ କର୍ମ ନୁହେଁ, ଖରାପ କର୍ମ ଭାବନି। ଅକର୍ମ ଅର୍ଥ ସମସ୍ତଙ୍କ ଠାରୁ ଭଲ କର୍ମ। କୁକର୍ମ ଆଉ ବିକର୍ମ ଦିଟା ଅଛି। କୁକର୍ମ ମାନେ ଖରାପ କର୍ମ, ବିକର୍ମ ମାନେ ବିଶେଷ କର୍ମ, ଯୋଉଟା ନିଶ୍ୱାସ ପ୍ରଶ୍ୱାସ ଚାଲୁଛି, ଛାତିର ଧଡ଼କନ ହଉଛି, ଆଖିର ନିମେଷ ଉନ୍ମେଷ ହଉଛି, ଆଖି ପଡୁଛି ଉଠୁଛି, ତମେ କରୁଛ, ଡାଇଜେସନ ପ୍ରକ୍ରିୟା ହଉଛି ତୁମର, ଏସବୁ ବିଶେଷ କର୍ମ। ଇଏ ବନ୍ଦ ହବ। ବିକର୍ମ, କୁକର୍ମ ଆଉ ସୁକର୍ମ, ଏଇ ତିନିଟା ଶ୍ରେଣୀର କର୍ମ ଯେତେବେଳେ ବନ୍ଦ ହେଇଯିବ, ସୁକର୍ମ ତ ଜାଣିଛ କଣ ସୁକର୍ମଟା, ଅକର୍ମ କଣ ଜାଣିଛ, କୁକର୍ମ ଖରାପ କର୍ମ ଗୁଡା, ଆଉ ବିକର୍ମ ତ ଜାଣିଲ ଏଇଟା ବିଶେଷ କର୍ମ। ଏ ତିନିଟା ବନ୍ଦ ହେଲେ ଅକର୍ମ। ତେଣୁ ଅକର୍ମ କରିବା ଜୀବନର ଲକ୍ଷ୍ୟ ରହୁ। କର୍ମ ଫାଶରେ ଯୋଉ ଆସିଛ, ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ କରିଛ, କେମିତି କର୍ମ ଫାଶରେ ମୁକ୍ତ ହବ। ମୁକ୍ତ ନହେଲେ ପୁଣି ବଡ଼ ଗଣ୍ଠି ନେଇକି ଯିବ। ସେ ଚିନ୍ତା ଥାଉ ତୁମ ଭିତରେ। ତମକୁ ଛୁଟକାର ନାହିଁ, ଯିବ ପୁଣି ଆସିବ, ପୁଣି ଯିବ ପୁଣି ଆସିବ, ଏମିତି କେତେ ଥର ହେଲାଣି, ଆଜି ନୂଆ ନୁହେଁ। ହଉ, ଏଇଠି ରଖିବା। ତେଣୁ ଆପରେ କିଏ ମତାମତ ରଖିବେ, ରଖନ୍ତୁ। ବାବା ଜୟଜୀ। ଜୟ ଜୟ। ପ୍ରଥମେ ଗୁରୁଙ୍କୁ ମୋର ଅନନ୍ତ କୋଟି ପ୍ରଣାମ, ମାଙ୍କୁ ମୋର ବିବଧ ପ୍ରଣାମ, ଆଉ ମୋର ମୁନିମତି ଭାଇମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ଆମେ ଯେତେ ଗୁଡ଼ିଏ ପ୍ରଶ୍ନର ଉତ୍ତର କହିଲୁ, ତାହା ତ ବାସ୍ତବରେ ଭୁଲ ଥିଲା। ଆପଣ ଆଜି କର୍ମ ବିଷୟରେ, କର୍ମ ବନ୍ଧନ ବିଷୟରେ ଯାହା କିଛି କହିଲେ, ବହୁତ ଉଚ୍ଚ କୋଟିର ଭାବନା ଭିତରେ ରହି ତତ୍ତ୍ୱଗୁରୁ ତ ସବୁ ଜାଣନ୍ତି, ଆଉ ସେ ବିଷୟରେ ସମ୍ୟକ ଆଲୋଚନା କଲେ। ଆହୁରି ବି ଅନେକ ଜିନିଷ ମାନେ ରହିଯାଇଛି ତା ଭିତରେ। ଏ କର୍ମର ବିଷୟରେ ଆପଣ ତ କେତେ ଗୁଡ଼ିଏ କଥା କହିଲେ। କର୍ମର ବନ୍ଧନରେ ଆମେ ସମସ୍ତେ ପଢିଛେ। ଏ କର୍ମର ଯୋଉ ବହନ କରୁଛି କି ଆମେ ତ ପୁରା ବୁଝି ନାହୁଁ। ତେଣୁ ଏ କର୍ମର ବହନ କରୁଛି କି ବୁଝିବା ବଡ଼ ମୁସ୍କିଲ। ଆଉ ଆପଣ ତ କହିଲେ କର୍ମର ଦୌଡ଼ି କର୍ମକୁ ବୈରୀ କର୍ମଟି କରାଇ ନାଶ, କର୍ମ କରିବାରେ ଯେ ଫଳ ମିଳେ ପ୍ରାଣିତା କରେ ଗ୍ରାସ। ଆଉ କର୍ମ କରିଲେ କ୍ଷୟ ଯାଆନ୍ତି, ଅକର୍ମେ ବାସୁଦେବ ପ୍ରୀତି, ତାହା ବି ମଧ୍ୟ ଆପଣ ବୁଝିଲେ। କର୍ମ ବିଷୟରେ ଭାଗବତରେ ତ ଅନେକ ଉକ୍ତି ଅଛି ଯେ ଆପଣ ମଧ୍ୟ ଯୋଉ ଯମ ନିୟମ ଗୋଟିଏ ପାଳନ କଲେ, ଯେ ସବୁ ଗୁଡାକ ଆପେ ଆପେ କର୍ମ ବନ୍ଧନରୁ ମୁକ୍ତି ହେଇଯିବ। ଆଉ କର୍ମଟା କେମିତି ଅକର୍ମ ହବ ତା ବିଷୟରେ ବି ମଧ୍ୟ ବୁଝେଇଲେ। କର୍ମ କଣ, ବିକର୍ମ କଣ, କୁକର୍ମ କଣ, ତା ବିଷୟରେ ବି ମଧ୍ୟ ବୁଝାଇଲେ। ଆହୁରି ତ ଅନେକ କିଛି ଅଛି ଭାଗବତରେ ଉପାଖ୍ୟାନ। ୟାକୁ ତ କ୍ଲାସ କଲେ ସରିବନି, ଏ ବିଷୟରେ ତ ଆଲୋଚନା କଲେ ସରିବନି। କାରଣ ଆମେ 60 ଜଣ ଯାକ ଯୋଉ ମତ ଦେଲେ ସମ୍ପୂର୍ଣ୍ଣ ମାତ୍ରାରେ ବା ଟିକେ ଆଂଶିକ ଠିକ ହେଇଥାଏ, କିନ୍ତୁ ଆପଣ ଯୋଉ କର୍ମର ବନ୍ଧନ ପ୍ରକୃତ ଯେମିତି ଆମକୁ ବାନ୍ଧିକି ରଖିଛି, ସେଥିରୁ କାଟିକି ଯିବା ଅତି ସହଜ ନୁହେଁ।
କର୍ମ ମୋର ବାଦେ ଭରି ଯେ କର୍ମ ଗୋଟିଏ କର୍ମକୁ କାଟିଲେ ଆଉ ଗୋଟିଏ କର୍ମ କରାଯିବ। ତେଣୁ ଗୋଟିଏ କର୍ମ ତ ଆମକୁ କାଟି ଦେଲେ ଏଇ ବନ୍ଧନରେ ପକେଇ ଦେଇଛି, ସେ କର୍ମଟାକୁ କାଟିଲେ ସିନା ଗୋଟିଏ କର୍ମ କଟିଲେ ଆଉ ଗୋଟିଏ କର୍ମ କରିବ, ଅକର୍ମ କରିବ। ତେଣୁ ବହୁତ ଆପଣ ବିସ୍ତାରିତ ଭାବରେ ତାକୁ ବୁଝେଇଛି, ମୁଁ ବି କିଛି ବୁଝେଇବାକୁ କହୁନି। ଆଉ ଏତିକିରେ କହିକିରି ମୋର ବାଣୀକି ବିଶ୍ରାମ ଦଉଛି। ଜୟ ଜୀ ବାବା। ଆଉ ଧନ୍ୟବାଦ, ବହୁମୂଲ୍ୟ ମତାମତ ରଖିଲେ। ଆଉ ସୁନ୍ଦର ଭାବରେ ଅଳ୍ପ ସମୟ ଭିତରେ ବି ଆମର ଏ ସବୁଯାକ ଫାଇଲଟା ସବୁଯାକ ମତାମତକୁ ଆଣି ରଖିଲେ। ଧନ୍ୟବାଦ ସେଥିପାଇଁ। ନେକ୍ସଟ କିଏ କହିବେ କୁହନ୍ତୁ? ନାଇଁ ତ ବନ୍ଦ କରିବା। ହୁଏତ ଆଉ କେତେବେଳେ ପୁଣି ଆମେ ଆଲୋଚନା କରିବା ଏ କର୍ମ ଉପରେ। ଆଉ ବହୁତ କଥା ରହିଗଲା। ଏ ତ ସ୍ୱଳ୍ପ ସମୟ ଭିତରେ କେତେ କେତେ ବିରାଟ ଷ୍ଟ୍ରକ୍ଚରଟାକୁ ଆଣି ରଖିବ। କର୍ମ ତ ମୁଖ୍ୟ ଫ୍ୟାକ୍ଟର ନା, ମୁଖ୍ୟ ମୁଦ୍ଦା ହେଉଛି ମଣିଷର କର୍ମ। ହଉ ଏଇଠି ରଖିବା। ସମସ୍ତଙ୍କୁ ସମସ୍ତେ ଏଇ କର୍ମର ଭାବକୁ ଆଜି ଯେଉଁ ଆଲୋଚନା ହେଲା, କର୍ମ ଯେଉଁ ଲୁଚିକି ରହିଥିଲା ତାକୁ ଆମେ ଟାଣି ଟୁଣିକିରି ଆଣିଲୁ ଆଗକୁ। ତେଣୁ କର୍ମର ଆଉ ବହୁତ କଥା ରହିଛି ଯେଉଁଟାକି ଆମେ କହିପାରିଲେ ନାହିଁ। ପରେ ପୁଣି କେତେବେଳେ ଆଲୋଚନା କରିବା। ଆଉ ଏଇ କର୍ମର ପ୍ରବଚନଟା ବା ଆଲୋଚନାକୁ ସମସ୍ତେ ମନ ଦେଇ ଶୁଣିଛନ୍ତି, ମତାମତ ମଧ୍ୟ ରଖିଛନ୍ତି। ସମସ୍ତେ ନିଜସ୍ୱ ଭାବରେ ଜୀବନର ମୁଖ୍ୟ କ'ଣ ସେଇଟା ମଧ୍ୟ ନିଜ ହୃଦୟରୁ କହିଛନ୍ତି। ସମସ୍ତ ମତାମତ ମଧ୍ୟ ଗ୍ରହଣୀୟ। ଆଉ ସମସ୍ତେ ଆକୁ ଧୀର ସ୍ଥିରେ ଶୁଣିଛନ୍ତି, ନଏଜ୍ ପଲ୍ୟୁସନ୍ କରିନାହାନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ସମସ୍ତଙ୍କ ପାଖରେ ମୁଁ ଅନୁଗୃହୀତ ଆକୁ ଧୀର ସ୍ଥିରେ ଶୁଣିଥିବାରୁ। ସମସ୍ତଙ୍କୁ ଜୟ ଜୟ। ରଖିବା। ଆପଣ ଯୋଉ କର୍ମ ବିଷୟରେ ଆଲୋଚନା କଲେ ବହୁତ ସୁନ୍ଦର ଲାଗିଲା। ତ ଆମେ ସେଇ ନୀତି ନିୟମରେ ଚାଲିଲେ ହିଁ ଆମେ ତାକୁ ବୁଝିପାରିବା। ଆମକୁ ସର୍ବପ୍ରଥମେ ଯୋଉ ନିୟମ ପାଳନ କରିବାକୁ ପଡିବ। ଅନୁଭବ ଜ୍ଞାନରୁ ମୁଁ ଏତିକି କରେ। ସବୁ ପ୍ରେମ ଜୟ ଜୀ ସମସ୍ତଙ୍କୁ। ଧନ୍ୟବାଦ। ବହୁ ମୂଲ୍ୟ ମତାମତ ରଖିଲେ ଏଠି। ଆମର ମୟୂରଭଞ୍ଜର ଇଏ ଯୋଗ ଶିକ୍ଷୟତ୍ରୀ ଅଛନ୍ତି ଶକୁନ୍ତଳା ମହାନ୍ତ। ତେବେ ଧନ୍ୟବାଦ ମତାମତ ପାଇଁ। ଆଉ କିଏ କହିବେ? ବାବା ଜୟ ଜୀ। ହଁ ଜୟ ଜୟ, କୁହନ୍ତୁ। ବାବା ଏଇ ଯୋଉ କର୍ମ ବିଷୟରେ କହିଲେ ଯେ ଉତ୍ତମ କର୍ମ, ଏଇ ଯୋଉ କର୍ମଟା ପ୍ରକୃତରେ ଆମେ ଯଦି କରି ଚାଲିବୁ ଆମ ଯୋଗଟା ବି ଠିକ ଠିକ ହେଇ ଚାଲିବ। ଆମେ କିନ୍ତୁ ଏଇ କର୍ମ ଗୁଡା ଏତେ କିଛି ରହିଛି ବୋଲି ଆମକୁ ଜଣା ନାହିଁ। ସମସ୍ତେ ତ ବହୁତ କିଛି କଥା କହି ଚାଲିଲେ କିଏ କୋଉ ବିଷୟରେ, କିନ୍ତୁ ସେଇଟା ବି ଆମ ଭିତରେ କୋଉଟା ବି ହେଲାନି। ତା ଭିତରେ ବି କିଛି କିଛି ଲାଗିଛି ଶରୀର ବିଷୟରେ କହିଲେ ଯେ, କିନ୍ତୁ ବହୁତ ଭଲ ଲାଗିଲା। ଆଜିକାର ଯୋଉ ଟପିକଟା ଥିଲା, କିଛି ନଥିଲା ଟପିକ ଆଲୋଚନା, କିନ୍ତୁ ବହୁତ ଭଲ ଲାଗିଲା କର୍ମରେ କଥା କହିଲେ ଯେ। ଆଉ ତ କହିଲେ ଆଉ ଗୋଟେ ଦିନ ଆଲୋଚନା କରିବେ ବୋଲି, ଆଉ କିଛି ଅଛି ତା ଭିତରେ? ଠିକ ଅଛି। ମତାମତ ପାଇଁ, ହଁ ମତାମତ ପାଇଁ ଧନ୍ୟବାଦ। ହଁ କୁହନ୍ତୁ। ଏଇଟା ଛାଡ଼ିଦେବ ୟୁଟ୍ୟୁବରେ। ୟୁଟ୍ୟୁବରେ? ଆଚ୍ଛା ହଉ ହଉ ଠିକ ଅଛି। ଆଉ କିଏ କହିବେ? ଗୁରୁଜୀ ପ୍ରଣାମ। ରୋହିଣୀ କୁହ। ଗୁରୁଜୀ ଆମେ କିପରି ଭାବେ ଆମେ ମାନେ କମ୍ଫର୍ଟ ଜୋନରୁ ବାହାରିକି ଆମେ କର୍ମ କରିବା, ଆଜିର ସେସନରେ ଏହା ହିଁ ଆମର ଅନୁଚିନ୍ତା ଆଜିର ଥିଲା। କାରଣ ସ୍ୱୟଂ ଅର୍ଜୁନ ମଧ୍ୟ ତାଙ୍କ କମ୍ଫର୍ଟ ଜୋନରୁ ବାହାରି ପାରିନଥିଲେ। ହଁ ହଁ ଠିକ କଥା।
ଅସଂଶୟ ମହାବାହୁ ମନ ଦୁନିଗ୍ରହମ ଚଳମ। ମନ ଏତେ ଦୁନିଗ୍ରହ ମାନେ ଏମିତି ଜାଗାକୁ ନେଇଯାଉଛି ମୁଁ ସେଠୁ ଆସିବି କଷ୍ଟ, ଅର୍ଜୁନ ଭଳି ଫେର। ତେଣୁ ତୁମେ ଅର୍ଜୁନରୁ ଅର୍ଜୁନ ହବାକୁ ପଡ଼ିବ। ହଉ ଠିକ ଅଛି, ଆଜିର ସତ୍ସଙ୍ଗଟି ବହୁତ ମୂଲ୍ୟବାନ ଥିଲା, ମୁଁ ଆଶା କରୁଛି। ସମସ୍ତଙ୍କ ମତାମତ ଶୁଣିଲି, ସମସ୍ତେ ବି କିଛି କିଛି ଅଂଶରେ ମତ ରଖିଲେ ଜୀବନର ଇମ୍ପୋର୍ଟାଣ୍ଟ ଜିନିଷଟା କ'ଣ। ତେବେ ଏଇଟାକୁ ଆମେ ଆଲୋଚନା କଲେ ପୁନର୍ବାର ନିଶ୍ଚିନ୍ତ ଦିନେ ଆ ଉପରେ ପୁଣି ଗଭୀର ରେଖାପାତ କରିବା କର୍ମ ଉପରେ, ଯେଉଁଟାକି ତୁମକୁ ସହଜ ସରଳ ସୁଗମ କରିଦେବା ସାଧନ ପାଇଁ। ଏଇଠି ରଖିବା। ପ୍ରଣାମ ପ୍ରଣାମ।